ସାଧକର କ୍ଲାସ ସ୍ୱାଗତ। କ୍ଲାସ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ଆମେ ମଙ୍ଗଳ ଆଚରଣ କରିବା। ଏବେ ଆଜି ଆମର ମଙ୍ଗଳ ଆଚରଣ ପୁରୁଣା ଆମର ପରମାର୍ଥ ପରିଚୟ ଯୋଉମାନେ ପରମାର୍ଥ ପ୍ରବୋଧ ବର୍ତ୍ତମାନ କରିଛନ୍ତି ତାଙ୍କର ପ୍ରଥମ ଶୁଣିବା, ତାପରେ ଧୀରେ 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 ଆପଣ ମଧ୍ୟ ପ୍ରାକ୍ଟିସ ହେଇପାରିବେ। ଠିକ ଅଛି, चलो अगला चलो। हरे कृष्ण प्रभु जी दंडवत प्रणाम। वंदेहं श्रीगुरु श्रीयुतपदकमलं श्रीगुरुर्वैष्णवस्य श्रीरूपं साग्रजातं सगुणरघुनाथान्वितं तं सजीवं साद्वैतं सावधूतं परिजनसहितं कृष्णचैतन्यदेवं श्रीराधा कृष्णपादां श्रीललिता विशाखनितंश्च अज्ञानतिमिरन्धस्य ज्ञानाञ्जनशलाकया चक्षुर्मिलितं येन तस्मै श्रीगुरवे नमः। नमो विष्णुपादाय राधिकायै प्रियात्मने श्रीमद्भक्तिवेदान्तनारायणीति नामिने श्रीकृष्ण लीला कथन सुदुःखं मोदाभ्यमानोच्च कनिष्ठदुःखं वरं वरेण्यं पुरुषं महान्तं नारायणं शिरसा नमामि। वन्ध्याकल्पतरुभ्यश्च कृपासिन्धुभ्यैव च पतितानां पावनेभ्यो वैष्णवेभ्यो नमो नमः। नित्यानन्द नमस्तुभ्यं प्रणमन्द प्रदायिने लोकनाथाय जन्मवाटपतये नमः। नमो महावदान्याय कृष्णप्रेमप्रदायते कृष्णाय कृष्णचैतन्यमेने मूर्तिसे नमः। हे कृष्णा करुणा सिन्धु दीनबन्धु जगत्पते गोपेश गोपिकान्त राधाकान्त नमस्ते। सप्तकाञ्चन गौराङ्गी राधे वृन्दावनेश्वरी वृषभानुसुते देवी प्रणमामि हरिप्रिये। नीलाचलनिवासाय नित्याय परमात्मने बलभद्र सुभद्राभ्यां जगन्नाथाय ते नमः। वृन्दाय तुलसीदेवी प्रियाय केशवस्य च कृष्णभक्ति प्रदे देवी सत्यवते नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि श्री गौर भक्तवृंद हरे कृष्ण 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 हरे 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 राम 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 हरे 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 कृष्ण 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 हरे 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 राम 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 हरे 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 कृष्ण 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 हरे 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 राम राम हरे 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 कृष्ण प्रभु। ତମେ ଗୌଡିଆ गर्ल्स ग्रुप ରେ ଅଛ ନା? आज्ञा प्रभु जी। ଆଜି ତମ କ୍ଲାସ ନାହିଁ ନା? प्रभु जी क्लास ସରିଲାଣି। ହେଲାଣି? ହଁ ତ ଆଜ୍ଞା। ଠିକ ଅଛି। ତମେ ଡରି ଡରି କାହିଁ କରୁଛ ମଙ୍ଗଳ? ଥରି ଥରି କରି ଡରିବା କଣ ଅଛି? ନାଇଁ ପ୍ରଭୁଜି ମାନେ ବହୁତ ଲୋକଙ୍କ ସାମ୍ନାରେ କଲା ବେଳେ ଡର ଲାଗୁଛି। ବହୁତ ଲୋକ କୋଉଠି? ତମେ ତ ଘରେ ଏକୁଟିଆ, ଇଏ ସବୁ ଟିଭିରେ ଦେଖା ଇଏ କଣ କିଛି କରିପାରିବେ? କ୍ୟାମେରା ଅନ୍ କରି ଭିଡିଓ କରିବା ପାଇଁ ଟିକେ ଡର ଲାଗୁଛି ପ୍ରଭୁଜି। କାହିଁ ଡରିବା କଣ? ଘରେ ତ ତମେ ଏକୁଟିଆ ବସୁଛ ନା, କ୍ୟାମେରାରେ ଲୋକ ଦେଖାଉଛନ୍ତି, କ୍ୟାମେରା ଲୋକଙ୍କୁ ଡରିବାର କଣ? ସାମ୍ନାରେ ଯଦି ଥାନ୍ତେ ତାହେଲେ ଡରିଥାନ୍ତେ, କିଏ ବାଡି ପକାଉ, ଡରିବେନି କିଛି, ବୁଝିଲ ନା? ଆମେ ତ ଭୁଲ କାମ କରୁଛେ ଏତେ ବଢିଆ ଜିନିଷଟା କରୁଛେ ମଙ୍ଗଳାଚରଣ। ଠିକ ଅଛି, ଆଜି ଏଇଠି ଆମେ ପ୍ରତି କ୍ଲାସ ପୂର୍ବରୁ ଆମେ କଣ କରୁଛେ? ମଙ୍ଗଳାଚରଣ କରୁଛେ ନାଇଁ? ତେବେ ମଙ୍ଗଳାଚରଣ ଶବ୍ଦର କଣ ଅର୍ଥ? ଏଟା କାହିଁ କରିବ? ଆ ଦ୍ୱାରା ଆମର କଣ ଲାଭ ହବ? ବୁଝିଲେ? ମଙ୍ଗଳାଚରଣର କଣ ଅର୍ଥ, ଆଉ ଆ ଦ୍ୱାରା ଆମର କଣ ଲାଭ ହବ? ପ୍ରଥମେ ଆମେ ଏଇଟା ଜାଣ ଯେ କାହିଁ ଆମେ ସକାଳୁ ସକାଳୁ ଉଠିଲେ ମଙ୍ଗଳାଚରଣ କରୁଛେ। ଏବେ ଆପଣ ମାନେ ସମସ୍ତେ ଧୀରେ ଧୀରେ ଆପଣ ମାନେ ସବୁ ଶୁଣିବେ। ଏବେ ଆଜି କ୍ଲାସ ସରିଲା ପରେ ଯଦି ହବ ଗ୍ରୁପରେ ପଠେଇଦେବି ଆମର ଜୟଧ୍ୱନି କୁହାଯିବ। ଆପଣ ସମସ୍ତଙ୍କୁ ସକାଳୁ ଉଠିଲେ ଜୟଧ୍ୱନି ଦେବେ। ଆଉ ଧୀରେ ଧୀରେ ଆପଣ ମାନେ ସମସ୍ତେ ଗାଧୁଆ ଗାଧି ସାରିଲା ପରେ ମଙ୍ଗଳ ଆଚରଣ କରିବେ। କାହିଁକି ନା ଆପଣ ସମସ୍ତେ ଆମେ ସମସ୍ତେ ଏବେ ଧୀରେ ଧୀରେ ପରମାର୍ଥ ସାଧନ କରିବା ପାଇଁ ଚାହୁଁଛେ। ପରମାର୍ଥ ସାଧକ ନା ଆମେ ପରମାର୍ଥ ସାଧକ ଗ୍ରୁପରେ ଅଛନ୍ତି, ମାନେ ପରମାର୍ଥକୁ ଆମେ ସାଧିବା ପାଇଁ ଚାହୁଁଛେ।
परमार्थ राज्य चलिया ପାଇଁ ଚାହୁଁଛେ ତ परमार्थ राज्य चलिया ପାଇଁ ଗଲେ ଶାସ୍ତ୍ରରେ କିଛି ଉପଦେଶ ଦିଆଯାଇଛି ଯେ ଯୋଉମାନେ परमार्थ राज्ୟରେ ଯିବା ପାଇଁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏଇଆ ସବୁ କର୍ତ୍ତବ୍ୟ ଏଇଆ ସେଗୁଡା ସବୁ କରିବେ ସେମାନେ। ବୁଝିଲ? ତାହେଲେ ଏଇ परमार्थ राज्ୟରେ ଯିବାକୁ ଥିବା ଭକ୍ତ ମାନଙ୍କୁ କଣ କଣ କରିବାକୁ ପଡିବ? ସର୍ବପ୍ରଥମ କରିବାକୁ ପଡିବ ସକାଳୁ ସକାଳୁ ଉଠିଲେ ଜୟ ଧ୍ୱନି ଦେବାକୁ ପଡିବ। ତାପରେ ମଙ୍ଗଳାଚରଣ କରିବାକୁ ପଡିବ। ତ ଜୟ ଧ୍ୱନି ମଙ୍ଗଳାଚରଣ ଏସବୁ ମଙ୍ଗଳାଚରଣ ଶବ୍ଦର କଣ ଅର୍ଥ କିଏ କହିବ? ଦେଖିଲେ ଆମର ପିଲାମାନେ ଯୋଉମାନେ ସବୁ परमार्थ ପରିଚୟ ପ୍ରଭୃତି ସବୁ କରୁଛନ୍ତି କହିଛି ସବୁ ତ ଭଲ କରି ସୁପ୍ରିୟା କହିଲ ମଙ୍ଗଳାଚରଣ ଯୋଉ ତମେ କଲ କଣ ତା ଅର୍ଥ? ଭୁଲରେ ଚଳିବ ଏଇଟା ଅସୁବିଧା ନାହିଁ। ଦୀପିକା ଏବେ ଥିଲା ଭିଡିଓ ଅନ୍ କରିକି ଯେମିତି ମଙ୍ଗଳାଚରଣ ପଚାରିବାକୁ ଗଲେ କୁଆଡେ ଗାଏ। ହଁ କୁହ ଭୁଲ ହଉ। ପ୍ରଭୁଜୀ ଆମେ ପ୍ରଥମେ ସକାଳେ ଉଠିଲା ପରେ ପ୍ରଥମେ ଗୁରୁ ବର୍ଗଙ୍କୁ ସ୍ମରଣ କରିକି ଠାକୁରଜୀଙ୍କ ରାଧାରାଣୀ ଆଉ କୃଷ୍ଣଙ୍କୁ ସ୍ମରଣ କରିକି ନିଜର ଦିନଚର୍ଯ୍ୟା ଆରମ୍ଭ କଲେ ଆମର ଦିନଚର୍ଯ୍ୟା ଭଲରେ ଯିବ ଏବଂ ଆମେ ସବୁ କିଛି କରିପାରିବା। ଠିକ ଅଛି ଗୋଟେ ଦୃଷ୍ଟି ଠିକ है ପୁରା ଠିକ है କିଛି ଆଂଶିକ ଠିକ ଅଛି। ଆଉ ଯିଏ କହିବ ଆରତି କହିଲ ଯାହା ବୁଝିତ କୁହ। ଜଗନ୍ନାଥ ପ୍ରଣାମ ପ୍ରଭୁ। ମଙ୍ଗଳାଚରଣ ମାନେ ମଙ୍ଗଳ ଆଚରଣ ଯେକୌଣସି କାର୍ଯ୍ୟକୁ ଆରମ୍ଭ କରିବା ପାଇଁ କି ସେଇ କାର୍ଯ୍ୟ ନିର୍ବିଘ୍ନରେ ସମାପ୍ତ ହବା ପାଇଁ କି ଆମେ ହରିଗୁରୁ ବୈଷ୍ଣବ ପାଖରେ ଯୋଉ ପ୍ରାର୍ଥନା କରୁଛେ ସେ ହଉଛି ଠିକ ମଙ୍ଗଳାଚରଣ ମାନେ ଆମେ ମାନେ ଦେଖିଥିବା ଆପଣ ସମସ୍ତେ ଧ୍ୟାନ ଦେଇଥିବେ ଯେ ଆମ ପିଲାମାନେ ଯେତେବେଳେ ଘରୁ ଯାଆନ୍ତି କିମ୍ବା ଆମେ ଯେତେବେଳେ ଘରୁ ଯାଏ ଆମେ କଣ କୁହେ ଏ ବାପାରେ ପରୀକ୍ଷା ପାଇଁ ଯାଉଛୁ ତ ଯାହା ଟିକେ ଠାକୁରଙ୍କ ଘରେ ଟିକେ ମୁଣ୍ଡିଆ ଟିକେ ମାରିଦେଇଛୁ ଗୁରୁଜନମାନଙ୍କୁ ଟିକେ ପ୍ରଣାମ କରିଦେଇକି ଯିବୁ କହୁନେ କାହିଁକି କହୁଛୁ କହିଲେ? ତା ଦ୍ୱାରା କଣ ହବ? ତା ଦ୍ୱାରା ଆମର ଭାବନା କଣ ଅଛି ହୁଏ ମଧ୍ୟ ଯେ ସେ ଯୋଉ କାର୍ଯ୍ୟ କରିବା ପାଇଁ ଯାଉଛି ସେ କାର୍ଯ୍ୟଟା ସଫଳରେ ସମାପ୍ତ। ମଙ୍ଗଳା ଆଚରଣ ଆଚରଣ ମାନେ କଣ? ଆଚରଣ ମାନେ ଜାଣିଛନ୍ତି ଆଚରଣ କଣ ଅର୍ଥ କାହାକୁ କହିବେ? ଆଚରଣ ମାନେ ଦୀପିକା ଆଚରଣ ମାନେ କଣ ତ ଅର୍ଥ? ଏବେ ଆମର ଯୋଉ କ୍ଲାସ ହବନି परमार्थ ସାଧକ ଭକ୍ତମାନଙ୍କ ପାଇଁ ବୁଝିଲେ ଭକ୍ତମାନେ ଆପଣ ମାନେ କ୍ଲାସ ହେଲେ ଯୋଉମାନେ ସବୁ परमार्थ ପରିଚୟ ପ୍ରବୋଧ ଯୋଉମାନେ ସବୁ କୋର୍ସ କରିଛନ୍ତି ତାଙ୍କୁ ଆମେ କିଛି କିଛି ମଝିରେ ପ୍ରଶ୍ନ ପଚାରିବା ଯଦି ଉତ୍ତର ନ ଦେଇପାରି ଆପଣ କହିବେନି ଯେ କଣ ତମକୁ କିଛି ଆସୁନି ଏମିତି କିଛି କହିବା ଦରକାର ନାହିଁ କାରଣ ସେ ବହୁତ କିଛି ଜାଣିଛନ୍ତି ପଢିଛନ୍ତି ଟିକେ ଟିକେ ଆସୁନି ଭୁଲି ଯାଇଛନ୍ତି ଆଉ ବୁଝିଲେ। ହେଲେ କଣ ହବ ଯୋଉମାନେ ପୁରୁଣା ଭକ୍ତ ତାଙ୍କ ରିଭିଜନ ହେଇଯିବ ଯୋଉ ନୂଆ ଭକ୍ତ ସେମାନେ ନୂଆ ନୂଆ ଜିନିଷ ଶିଖିବେ। ଆଚରଣ ମାନେ କଣ? ଆଚରଣ ମାନେ ଯୋଉଟା ସବୁ ଭଲ ଗୁଣ ଗୁଡାକ ନାଇଁ ଖାଲି ଆଚରଣ ମାନେ ଯୋଉଟା ମଙ୍ଗଳ ଆମେ ଆଚରଣ କଥା ମୁଁ କହିବି ସାଧାରଣ କଥା ଆଚରଣ ମାନେ ବ୍ୟବହାର ବ୍ୟବହାର ନିଜ ବ୍ୟବହାର ତମର କେମିତି ଆଚରଣ ଠିକ ନାହିଁ ରେ କହୁନାହାନ୍ତି ତୋର ଆଚରଣ ତ ଏମିତିଆ କଣ ଆଚରଣ ମାନେ ବ୍ୟବହାର ମାନେ ବ୍ୟବହାର କେତେ ପ୍ରକାରିଆ? ଦୁଇ ପ୍ରକାରିଆ ଗୋଟେ ହେଲା ମଙ୍ଗଳମୟ ବ୍ୟବହାର ଆଉ ହେଲା ଅମଙ୍ଗଳମୟ ବ୍ୟବହାର। ମନେକର ଗୋଟେ ଲୋକଟା ଚୋରି କରୁଛି ତାହେଲେ ଚୋରି କରିବା ଗୋଟେ ବ୍ୟବହାର ତ ଆଚରଣ ବା ବ୍ୟବହାର ବା କାର୍ଯ୍ୟ ଯୋଉଟା ଆମେ କରୁଛେ ହେଲା। ଚୋରି ଯୋଉମାନେ ସମ୍ଭବ ପେନ୍ ପେପର ଧରିକି ବସିଥାନ୍ତି ଲେଖିବେ ଏ ଟର୍ମ ଗୁଡାକ କାରଣ ପରେ ପରେ ସବୁ ଏଗୁଡା ସବୁ ଆସିବ ବାରମ୍ବାର ଆପଣ ପୁଣି ମନେ ପକାରି ଏଇଟା କଣ ଶୁଣୁଥିଲା ବେଳେ ଲାଗୁଛି କଣ କୋଉଠି ଗୋଟେ ଶୁଣୁଥିଲି ନା ଶୁଣୁଥିଲି ଦେଖି ରଖୁଛି। ଆଚରଣ ମାନେ କଣ? ଆଚରଣ ମାନେ ବ୍ୟବହାର ବା ଆମେ ଯୋଉ ଦୈନନ୍ଦିନ କାର୍ଯ୍ୟ କରୁଛୁ କାର୍ଯ୍ୟ ଦି ପ୍ରକାର କି ନାହିଁ ଖରାପ କାର୍ଯ୍ୟ ଭଲ କାର୍ଯ୍ୟ ମଙ୍ଗଳମୟ କାର୍ଯ୍ୟ ଅମଙ୍ଗଳ କାର୍ଯ୍ୟ। ମନେକର ଗୋଟେ ଲୋକଟେ ଚୋରି କରୁଛି ତାହେଲେ ଚୋରି କରିବାଟା ଗୋଟେ ଭଲ କାର୍ଯ୍ୟ ନା ଖରାପ କାର୍ଯ୍ୟ? ଖରାପ କାର୍ଯ୍ୟ ଆମେ ସମସ୍ତେ ଜାଣିଛେ ଏଇଟା ଗୋଟେ ଭଲ ଆଚରଣ ନା ଖରାପ ଆଚରଣ? ଖରାପ ଆଚରଣ। ଗୋଟେ ଲୋକଟା ଅନ୍ୟ ପ୍ରତି ଗୋଟେ କୁଦୃଷ୍ଟି ପକଉଛି ସେଟା ଗୋଟେ ଭଲ ଆଚରଣ ନା ଖରାପ ଆଚରଣ? ଖରାପ ଆଚରଣ। ଗୋଟେ ବ୍ୟକ୍ତି ଆଉ ଗୋଟେ ବ୍ୟକ୍ତିକୁ ବଡ ସାହାଯ୍ୟ କରୁଛି ଏଇଟା ଗୋଟେ ଭଲ ଆଚରଣ ନା ଖରାପ ଆଚରଣ? ଭଲ ଆଚରଣ ସାହାଯ୍ୟ କରିବା ଆମମାନେ ବୁଝିପାରୁଛୁ ନା ଏ କଥାଟାକୁ? ତ ସେମିତି ଆଚରଣ ଭଲ ଅଛି ଖରାପ ଅଛି ଏମିତି କିଛି ଆଚରଣ ଅଛି ଯୋଉ ଆଚରଣ କଲେ ଆମର ଅମଙ୍ଗଳ ହବ
କଣ ଆଚରଣ କହୁନାହାନ୍ତି ଏ ତୁ କର ନା ରେ ଅମଙ୍ଗଳ ହବ ବୋଲା ଏଇ ଯୋଉ କାମ କଲେ ତମର ଅମଙ୍ଗଳ ହବ। କଣ ଅମଙ୍ଗଳ ହବ? ଆମର ଗୁରୁଜନ ମାନଙ୍କୁ ଆମେ ଅସମ୍ମାନ କରିବା, ଗୁରୁଜନ ମାନଙ୍କୁ କଷ୍ଟ ଦବା, କୌଣସି ଭଲ କୌଣସି ବ୍ୟକ୍ତି ଯିଏ ଆମର ଦୋଷ କରିନି ତାକୁ ଆମେ ହାନି ପହଞ୍ଚିବା, ଆ ଦ୍ୱାରା ଆମର ଅମଙ୍ଗଳ ହୁଏ। ତେଣୁକରି ଏଇଟା ହେଲା ଅମଙ୍ଗଳ ଆଚରଣ। କିଛି ଏମିତି ଆଚରଣ ଅଛି ଯାହା ଦ୍ୱାରା ଆମକୁ ମଙ୍ଗଳ ହୁଏ। କ୍ଲିୟରଲି ବୁଝିପାରୁଛନ୍ତି ସମସ୍ତେ? ସରଳ ଉପରେ କହୁଛି, ସେଇ ମଙ୍ଗଳ ଯୋଉ ଆଚରଣ ଦ୍ୱାରା ଆମର ମଙ୍ଗଳ ହୁଏ ସେଇ ଆଚରଣ ନାଁ ହେଲା ମଙ୍ଗଳ ଆଚରଣ। ବୁଝିପାରିଲେ? ଯାହା ଦ୍ୱାରା ଆମର ସବୁଠାରୁ ଅଧିକ ମଙ୍ଗଳ ହବ, ସେଇଟା ହେଲା ମଙ୍ଗଳ ଆଚରଣ। ବହୁତ ପ୍ରକାରିଆ ଅଛି। ଆମେ ଏବେ ତେଣୁକରି ଆମେ କଣ କରୁଛେ, କଣ କଲେ ମଙ୍ଗଳ ହୁଏ? ଶାସ୍ତ୍ର କହିଛନ୍ତି ଗୁରୁ ବୈଷ୍ଣବ ଭଗବାନ ତିନିରେ ସ୍ମରଣ। ଗୁରୁ ବୈଷ୍ଣବ ଆଉ ଭଗବାନ ଏଇ ତିନି ଜଣଙ୍କୁ ଯଦି ଆମେ ସ୍ମରଣ କରିବା ତାହେଲେ ଆମର ମଙ୍ଗଳ ହିଁ ମଙ୍ଗଳ, ଶାସ୍ତ୍ର କହିଛନ୍ତି। ତେଣୁକରି ଏଇ ତିନି ଜଣଙ୍କ ସ୍ମରଣ କରିବାର ନାଁଟା ହେଲା କଣ? ମଙ୍ଗଳା ଆଚରଣ। ବୁଝିପାରିଲେ? ମଙ୍ଗଳା ଆଚରଣ ବହୁତ ପ୍ରକାରିଆ ଅଛି। ଆମେ ଗୋଟେ ଦରିଦ୍ର ଲୋକଟାକୁ ଖାଇବାକୁ ଦବା ହେଲା, ଆଉ କଣ କରିବା, ଗୋଟେ କପଡା ନେଇ ଜଣକ ତାକୁ କପଡା ଦେଇଦେଲେ, ମଙ୍ଗଳ ଆଚରଣ, ଆଉ ଦ୍ୱାରା ଆମର ମଙ୍ଗଳ କଲ୍ୟାଣ ହବ। କିନ୍ତୁ ଭଗବାନ ଗୁରୁଦେବ ବୈଷ୍ଣବଙ୍କୁ ସ୍ମରଣ ଯଦି କରାଯାଏ ତାହେଲେ ତା ଦ୍ୱାରା ସବୁଠାରୁ ଅଧିକ କଲ୍ୟାଣ ହବ। ତେଣୁକରି କୌଣସି ବି କାର୍ଯ୍ୟ ଆମ ବୈଷ୍ଣବ ମାନେ କରନ୍ତି ସର୍ବପ୍ରଥମ କଣ କରିବେ? ଜୟ ଧ୍ୱନି ଦେବେ। ଜୟ ଶ୍ରୀ ଶ୍ରୀ ଗୁରୁ ଗୌରାଙ୍ଗ ଗାନ୍ଧାରୀ ଧାରୀ ଶ୍ରୀ ରାଧା ବିନୋଦ ହରି ଜୟ ଶ୍ରୀ ଗୁରୁଦେव ମୋ ଗୁରୁପାଦ ପଦ୍ମ ବିଷ୍ଣୁ ବିଷ୍ଣୁ ପାଦ ଷ୍ଟୋतर ସତ ଶ୍ରୀ ଶ୍ରୀମଦ୍ ଭକ୍ତି ବିଜ୍ଞାନ ଭାରତୀ ଗୋସ୍ୱାମୀ ମହାରାଜ। ମାନେ କଣ? ଗୁରୁଦେବଙ୍କୁ ବୈଷ୍ଣବଙ୍କୁ ଭଗବାନଙ୍କୁ ମନେ ପକେଇଲେ, ସ୍ମରଣ କର। ଆମେ ମଙ୍ଗଳା ଆମେ ଏବେ ଯୋଉ ସୁପ୍ରିୟା ଆମର କୀର୍ତ୍ତନ କରୁଥିଲା, ଯୋଉ କଣ ମଙ୍ଗଳାଚରଣ କରୁଥିଲା, ବନ୍ଦେ ଅହಂ ଶ୍ରୀ ଗୁରୁ ଶ୍ରୀ ଯୁତ ପଦ କମଲମ୍ ଶ୍ରୀ ଗୁରୁ ବୈଷ୍ଣବ। ତା ଦେହରେ କଣ ହଉଛି? ପ୍ରଣାମ କରାଯାଇଛି। ମୁଁ ବନ୍ଦନା କରୁଛି, ପ୍ରଣାମ କରୁଛି କାହାକୁ? ଗୁରୁଙ୍କୁ, ବୈଷ୍ଣବଙ୍କୁ, ଆଉ ଭଗବାନଙ୍କୁ, ରାଧାକୃଷ୍ଣଙ୍କୁ, ଚୈତନ୍ୟ ମହାପ୍ରଭୁଙ୍କୁ ପ୍ରଣାମ କରୁଛି। ମାନେ ଆମମାନେ ସମସ୍ତେ ପୂର୍ବରୁ ବି ମଙ୍ଗଳାଚରଣ କରିଛୁ, କିନ୍ତୁ ଜାଣିନି ଏଇଟା ମଙ୍ଗଳାଚରଣ ବୋଲି। କଣ? ଆମ ଘରେ ପିଲାମାନେ ସ୍କୁଲକୁ ଯିବାକୁ ଗଲେ ଆମେ କଣ କରେ? ଏ ବାପା ତୁ କଣ କରେ? ଠାକୁରଙ୍କୁ ଜୁହାର କରୁ। ପାଠ ତ ଭଲ ହବନି କିନ୍ତୁ ମଙ୍ଗଳ ହବ। ମାନେ ସିଏ ଉତ୍ତମ ରାସ୍ତାରେ ଚାଲିବ, ଠିକ ରାସ୍ତାରେ, ଏହା ନାଁ ହେଲା ମଙ୍ଗଳାଚରଣ। କାହିଁକି? ସେ ଭଗବାନଙ୍କୁ ସ୍ମରଣ କଲା, ଗୁରୁଙ୍କୁ ସ୍ମରଣ କଲା। ତେଣୁକରି ସବୁଠାରୁ ଫାଷ୍ଟ କାମ କୁହାଯାଇଛି ଶାସ୍ତ୍ରରେ, ଯେତେବେଳେ ଶାସ୍ତ୍ରରେ ଆମେ ଉଠିବା ସକାଳୁ ସକାଳୁ ଫାଷ୍ଟ କାମ ଆମେ କଣ କରିବା? ବେଡରେ ବସିଥିବା, ଆଖି ଖୋଲି ନଥିବ, ଫାଷ୍ଟ କାମ ମୋବାଇଲ ଚଲେଇବାନି। ଏଇ ମୋବାଇଲ ଖୋଲିକି ହ୍ୱାଟ୍ସଆପ ଟା ଚେକ୍ କରିଦବା, ହ୍ୱାଟ୍ସଆପ ଟା ଚେକ୍ କରିକିରି ଇନଷ୍ଟାଗ୍ରାମ ଟା କାଲି କଣଟା ଫିଲ୍ମଟା ଦେଖିଥିଲି ଅଧା ହେଇଗଲା, ଆଉ ସକାଳୁ ସକାଳୁ ଉଠି ଦେଖିବି ନାଇଁ। କଣ କରିବା? ସକାଳୁ ଉଠିଲେ ମାତ୍ରେ ବେଡରେ ବସିଲେ ଚେକା ପକେଇକିରି ଜୟ जय श्री श्री गुरु गौरांग गांधारी कबीरधारी श्री श्री राधा बिहारी सुधाधार जय जगन्नाथ बलदेव सुभद्रा सुदर्शन जय जय गुरुपाद विज्ञान भारती गोस्वामी जय हिंदी जय ध्वनि देव। प्रथम कौन कले? समस्त भगवान गुरुदेव समस्त मन पकड़ क्या कौन है? गुरु वैष्णव भगवान तीनेरे स्मरण है विघ्न विनाशन। এই ତିନିଙ୍କର ସ୍ମରଣ କଲେ ଆମର ବିଘ୍ନ ନଷ୍ଟ ହେଇଯିବ। କଣ ବିଘ୍ନ ନଷ୍ଟ ହେଇଯିବ? ଯେ ମୋର ଚୋର ଗୁରା ଆମ ପଛରେ ପଢୁଛନ୍ତି, ଚୋର ଗୁରା ପଳେଇଯିବ। ଆଉ କଣ, ମୁଁ ପାଠ ସେଟା ପଢିବିନି, ଖାଲି କଣ କରିବି? ମୁଣ୍ଡିଆ ମାରିଦେବି, ପାଠ ମୋର କଣ ହେଇଯିବ? ମୋ ପରୀକ୍ଷା ତ ଲେଖି ହେଇଯିବ, ପେନ୍ ତ ଚାଲିଯିବ ତାର। ଏକଥା ନାଇଁ। ବିଘ୍ନ ମାନେ ଆମେ ଯୋଉ କାର୍ଯ୍ୟଟା କରିବା ପାଇଁ ଚାହୁଁଛେ, ଭକ୍ତି, ସେ ଭକ୍ତିରେ ଯେତେ ସବୁ ବିଘ୍ନ ଅଛି ପଳେଇବ। ସାଂସାରିକ ବିଘ୍ନ ବି କିଛିଟା ପଳେଇବ। ବୁଝିଲେ? ତେଣୁ ସର୍ବପ୍ରଥମେ କଣ କରିବା? ମଙ୍ଗଳାଚରଣ। ଏମିତି ମାଗଣାରେ କରାଯାଏ ସବୁ ଜିନିଷ ଗୁଡା, ତାର ସବୁ ପଛରେ କାରଣ ଅଛି। ଆଚ୍ଛା ମତେ କୁହନ୍ତୁ, ଗୋଟେ ମୁଁ ପଚାରିଗଲା ଜଣେ ପ୍ରଶ୍ନ ପଚାର, ମାନେ ପ୍ରଶ୍ନ ପଚାରିଲେ ବିଲକୁଲ କେହି ଡରିବେନି। ଆମେ ଧୀରେ ଧୀରେ କ୍ଲାସ କରିବା ଦ୍ୱାରା ଏଇ ଜିନିଷ ବୁଝିଯିବା ମନରେ, ଯେ ପ୍ରଶ୍ନ ଆମକୁ ପଚାରୁଛନ୍ତି ମାନେ ଆମକୁ ଦଣ୍ଡ ଦଉନାହାନ୍ତି। ଆମ ମୁଣ୍ଡରେ କଣ ପଶିଯାଇଛି? ପ୍ରଶ୍ନ ପଚାରୁଛନ୍ତି ମାନେ ସତେ ଯେପରି ଦି ପାହାରେ ପକେଇଲେ ଆମକୁ ସେ ବାଡିରେ, ସେଟା ଦଣ୍ଡ ଦଉଛନ୍ତି। କ୍ଲାସରେ ସ୍କୁଲରେ ପଚାରନ୍ତିନି, ପ୍ରଶ୍ନ ପଚାରିଲେ ମାନେ ସେଟା ଦଣ୍ଡ ହଉ। ଦଣ୍ଡ ନାହିଁ, ଏଟା ଗୋଟେ କନଭରଜେସନ। ନହେଲେ ଆପଣ ଖାଲି ଶୁଣୁଥିବେ, ମୁଁ ଖାଲି କହୁଥିବି, ଶୁଣି ଶୁଣିକରି ଭିତରେ ଆଖି ବନ୍ଦ ହେଇଯାଇଥିବ, କୁଆଡେ ନିଦ ପଳେଇଥିବେ। ପ୍ରଶ୍ନ ପଚାରିଲେ ସତେଜ ହେଇଯିବ ନା ନାଇଁ? ଏବେ ମତେ କୁହନ୍ତୁ, ଗୋଟେ
ଦିଟା ମାଠିଆ ଅଛି, ଦିଟା ମାଠିଆରେ କ୍ଷୀର ଫୁଲ ହେଇଛି ହେଲା, 10 ଲିଟର ମାଠିଆ କ୍ଷୀର ଫୁଲ ହେଇଛି। ଗୋଟେ ମାଠିଆରେ ଯଦି କ୍ଷୀରରେ ମୁଁ କଣ କରିବି, ଯଦି ମୁଁ ଦେଖିଲି ମୋ ସାମ୍ନାରେ କଣ ହେଲା, ସାପଟେ ଆସିକି ଚାଟି ଦେଇକି ପଳେଇଲା କ୍ଷୀରଟାକୁ। ସାପ ଚାଟୁଥିଲା, ମୁଁ କହିଲା ସାପ ତାର ପଳେଇଲା। ମୁଁ କଣ କରୁଛି, 10 ଲିଟର କ୍ଷୀର ସେ ମାଠିଆରେ କଣ କରିଦେଇଛି, ସାପ ଚାଟି ଦେଇଛି। ତାହେଲେ ଏ କ୍ଷୀରଟାକୁ ଆମେ ପିଇବା ନା ପିଇବାନି କୁହନ୍ତୁ? ଟୁନି ମାତାଜୀ କହିଲେ, ସମୀର ପ୍ରଭୁଙ୍କ ଭଉଣୀ ଶୁଣୁଛନ୍ତି ପରା? ଦଣ୍ଡବତ ପ୍ରଭୁ, ପ୍ରଣାମ ଦଣ୍ଡବତ। ପ୍ରଭୁ। କଣ ଦଣ୍ଡବତ ପ୍ରଣାମ, କଣ କହିଲି ବୁଝିପାରିଲେ ନା ବୁଝିପାରିଲେ? ଯଦି ଆପଣ କ୍ଷୀର ପିଉଛନ୍ତି, ପ୍ରଭୁ ଆପଣଙ୍କ ପାଇଁ କ୍ଷୀର ଆଣିକି ରଖିଛନ୍ତି 10 ଲିଟର କ୍ଷୀର, ଯେ ମାତାଜୀ ଆମର 10 ଲିଟର କ୍ଷୀର ପିଇବେ 10 ଦିନ ଭିତରେ, ସାପୁଟା ଆଇଲା ମୁହଁ ମାରି ପଳେଇଲା, ତାହେଲେ ସେ କ୍ଷୀରଟା ପିଇବେ ନା ପିଇବେନି? ପିଇବେନି ନା କହିବେ ପ୍ରଭୁ। ନାହିଁ ଉପରୁ ଢାଳେ ଖଣ୍ଡେ କାଢିଦବା, ଉପରୁ ଢାଳେ କାଢିଦବା ଆଉ ପିଇଦବା। ଆଉ ଏଟା ଉପରେ ମୁହଁ ଯିବ କେଡିଟେ, ଟିକି ଯିବଟେ ଏ ଲାଗିଗଲା, ତାହେଲେ କଣ କ୍ଷୀରଟା ଫୋପାଡ଼ି ଦେବି? 10 ଲିଟର କ୍ଷୀର 1000 ଟଙ୍କା ଦେଇ କିଣା ହେଇଛି, କଣ କରିବି? ଢାଳେ ଖଣ୍ଡେ ଠିପିଏ ଖଣ୍ଡେ କ୍ଷୀର କାଢିକି ପଡିଦବା ଆଉ ଯୋଉ ପିଇଦବା, ଏମିତି କହିବେ ନାଇଁ ପ୍ରଭୁ, ନା ପିଇବେନି? ପିଇବେନି। କାହିଁ ପିଇବେନି। ପିଇବେନି? କଣ ଅସୁବିଧା? ଏତେ ପଇସା ଦେଇ କିଣିଛନ୍ତି କ୍ଷୀର ଗୁଡା ପିଇବେନି? ସବୁ ଯାକ ତ ବିଷ ହେଇଗଲାଣି। ହଁ, ପୁରା ପୁରା 10 ଲିଟର କ୍ଷୀରରେ ଯଦି ସାପ ଟିକେ ମୁହଁ ମାରିଦେଲା, କଣ ହେଇଗଲା? ସିଏ ବିଷ। ପୁରା ବିଷ ହେଇଗଲା ନା ନାଇଁ? ଠିକ ସେଇଭଳିଆ, ଠିକ ଅଛି, ଧନ୍ୟବାଦ। ଠିକ ସେଇଭଳିଆ ଆପଣ ଆଉ ଗୋଟେ 10 ଲିଟର କ୍ଷୀରରେ ଯଦି ଆପଣ ତୁଳସୀ ପତ୍ର ପକେଇଦେଲେ ଖାଲି, ତାହେଲେ ସେ କ୍ଷୀର କଣ ହେଇଗଲା? କଣ ହେଲା ସେ କ୍ଷୀର? ସେ କ୍ଷୀର ଭଗବାନଙ୍କୁ ପ୍ରସାଦ ହେଇଗଲା ନା ନାଇଁ? କାହିଁକି ଭଗବାନ କାହିଁକି ପ୍ରସାଦ ହେଇଗଲା ମତେ କହିଲେ? ତ ଆପଣ ମନ ଇଚ୍ଛା ନାଇଁ, ଭଗବାନ କହିଛନ୍ତି ତୁଳସୀ ଦଳ ମାତ୍ରେଣ ଜଳସ୍ୟ ଚୁଲୁକେ ନବା। ଯଦି ତୁଳସୀ ଦଳ କୌଣସି ବସ୍ତୁରେ ପକେଇକି ମତେ ଦଉଛନ୍ତି, କୌଣସି ବସ୍ତୁ ମାନେ ମାଛ ମାଂସ ନାହିଁ, ସାତ୍विକ ବସ୍ତୁ, ସାତ୍विକ ବସ୍ତୁରେ ଯେତେବେଳେ ତୁଳସୀ ଦଳ ପଡିଯାଏ, ତାହେଲେ ମୁଁ ତାକୁ ସବୁ ହସ୍ତରେ ଗ୍ରହଣ କରିବି। ତାହେଲେ ଦିଟା ଜାଗାରେ କ୍ଷୀର ଥିଲା ନା ନାଇଁ? ଗୋଟେ କ୍ଷୀରରେ ଖାଲି ଟିକେ ସାପ ଟିକେ ଖାଲି ମୁହଁ ମାରିଦେଲା, ଆଉ ଗୋଟେ କ୍ଷୀରରେ ଆମେ ଖାଲି ତୁଳସୀ ଟିକେ ପକେଇଦେଲେ, ତାହେଲେ କଣ ହେଲା? ଗୋଟେ କ୍ଷୀର ପୁରା ବିଷ ହେଇଗଲା, ପିଇବାକୁ ହିଁ ପଡିବ, ତାକୁ ନେଇ ଫୋପାଡ଼ିବା ପରେ ବାରିପଟେ। ଆଉ ଗୋଟେ କ୍ଷୀର ଅମୃତ ହେଇଗଲା, କ୍ଷୀର ତ ସେମିତି ଅମୃତ, ସେ କ୍ଷୀରରେ କିନ୍ତୁ କଣ ହେଇଗଲା, ଆଉ ଟିକେ ତୁଳସୀ ପତ୍ର ପଡିଗଲା, ସେ ମହାପ୍ରସାଦ ହେଇଗଲା ନା ନାଇଁ? ଠାକୁରଙ୍କୁ ଭୋଗ ଲାଗିଲା ନା ନାଇଁ? ତାହେଲେ ସେ ଆଉ ନର୍ମାଲ କ୍ଷୀର ହେଲାନି, ସେ କଣ ହେଇଗଲା? ଠାକୁରଙ୍କ ପ୍ରସାଦ ହେଇଗଲା, ନର୍ମାଲ କ୍ଷୀରଟା ମଧ୍ୟ ଶ୍ରେଷ୍ଠ ହେଇଗଲା। କ୍ଷୀର ତ ସମାନ, ଏଡିକି ଟିକେ କାମ କ୍ଷୀରର ଗୁଣଟା କଣ କଲା, ପୁରା ଚେଞ୍ଜ କରିଦେଲା। ଗୋଟେ କ୍ଷୀର ପୁରା ବିଷ ହେଇଗଲା, ଆଉ ଗୋଟେ କ୍ଷୀର ଅମୃତ ହେଇଗଲା। ସେମିତି ଆମେ ମାନେ ସକାଳୁ ସକାଳୁ ଉଠୁଛେ, ସକାଳୁ ସକାଳୁ ଉଠିଲେ ମାନେ ମାଠିଆ, ଯଦି ମାଠିଆର ମୁହଁରେ ପଡେ ନା ତୁଳସୀ, ନା ମାଠିଆ ତଳପଟେ କଣା କରି ପକାଯାଏ, ଏମିତି ନାଇଁ, ମାଠିଆର ଉପଟେ ମୁହଁରେ ପଇଲା, ମାନେ ମାଠିଆର ଯୋଉଠି ଷ୍ଟାର୍ଟ ହେଇ ସେଠି ପଇଲା। ତ ସେମିତି ଏ ଦିନଟା ଗୋଟେ ମାଠିଆ ବୋଲି ଭାବୁଛୁ, ଏ ମାଠିଆର ମୁହଁଟା କୋଉଟା ନା ସକାଳୁ ସକାଳୁ ଉଠିବା। ତାହେଲେ ସକାଳୁ ସକାଳୁ ଉଠିଲା ବେଳକୁ ଏଇ ମାଠିଆର ଯୋଉ କ୍ଷୀର ମାଠିଆଟେ ଅଛି, 24 ଘଣ୍ଟା ମାଠିଆଟେ, ତା ଦେହରେ ଆମେ କଣ ପକେଇଲେ ସକାଳୁ, ଏଟା ଡିପେଣ୍ଡ କରୁଛି। ସକାଳୁ ସକାଳୁ ଉଠିକିରି ଇନଷ୍ଟାଗ୍ରାମ ଯଦି ଚଲେଇଲେ, ୟୁଟ୍ୟୁବ ଚଲେଇଲେ, କଣ ସବୁ ମେସେଜ ଆଇଛି ସବୁ ବସିକି ପଢିବୁ, ତାହେଲେ କଣ ହେଲା? ଆମେ କଣ କଲେ, ସାପ ମୁହଁ ମାରିଦେଲା କ୍ଷୀର, ତାହେଲେ ସେ ଦିନ ସାରା କଣ ଯିବ, ଆମର ଟେନସନରେ ଯିବ। କୁହନ୍ତିନି ସକାଳୁ ସକାଳୁ ଉଠି ମଣିଷ କୋଉ ଅଧୁଆ ମୁହଁ ଚାହିଁଲା, କାହା ମୁହଁ ସକାଳୁ ଚାହିଁଥିଲେ କେଜାଣି, ଦିନଟା ଆଜି ବଡ ବିକୃତରେ ଗଲେ। ଏଇଟା ଖାଲି ଲୋକ କଥା ନାହିଁ, ଏଇଟା ପୁରା ପୁରା ପ୍ରଭାବ ପଡେ। ଶାସ୍ତ୍ରକାର ତ କହିଛନ୍ତି, ସାଇଣ୍ଟିଷ୍ଟ ମାନେ ମଧ୍ୟ କହିଛନ୍ତି, ଆମ ମନରେ ଜଣକ ସହିତ ଆମେ ଝଗଡା ଝାଟି କଲେ, ସେ କଣ ଆମକୁ ଦି ଚାପୁଡା ମାରୁଛି? ନା, ତଥାପି ମନ କାହିଁ ଦୁଃଖ କାହିଁକି? ଆଜି ମନ ବଡ ଦୁଃଖ, ଆଜି ମତେ ଭଲ ଲାଗୁନି ତ କିଛି କରିବା ପାଇଁ, କାହିଁକି? ପେଟ ଖରାପ ନାଇଁ, ଖାଇନ ନାଇଁ, ମୁଣ୍ଡ ବିନ୍ଧା କିଛି ତ ନାହିଁ, କାହିଁକି ଜଣେ ମନରେ ଗୋଟେ ଆଘାତ କରିଦେଇଛନ୍ତି, ମନଟା ଖଟା କରିଦେଇଛନ୍ତି। ସେଇ ମନରେ ବଢିଆ କରି ଯାଇଥିବା ସାଧୁସନ୍ଥଙ୍କ ଦର୍ଶନ କରିବା, ହରିକଥା ଶୁଣିବା, ମନ କି ପ୍ରସନ୍ନ କରି ଦିନଟା ସେ ଲାଗୁଛି ସତେ ଯେପରି କଣ ଆଜି ଗୋଟେ କରିଥିଲା ମଣିଷ, ସକାଳୁ ଉଠି କଣ ଆଜି ଗୋଟେ ମଣିଷ କଲ୍ୟାଣ କରିଥିଲା, ଦିନଟା ବଢିଆ କରି ଗଲା, ଆନନ୍ଦ ଲାଗିଲା। ତ ସେମିତି ସକାଳୁ ଉଠିକିରି ଆମେ ମଙ୍ଗଳାଚରଣ କରିବା, ସେଦିନ ସକାଳୁ ଉଠିକି ଟିଭି ଫିଲ୍ମ ଦେଖିବା, ଝଗଡାଝାଟି କରିବା, ସେଦିନ ପୁରା ଜମିନି ଆସମାନ, ଆକାଶ ପାତାଳ। ତେଣୁ ସକାଳୁ ସକାଳୁ ଉଠିକିରି ପ୍ରଥମ କର୍ତ୍ତବ୍ୟ କଣ? ମଙ୍ଗଳାଚରଣ। କଣ ମଙ୍ଗଳାଚରଣ? ସକାଳୁ ଉଠିଲା ମାତ୍ରେ ମୁହଁ ଧୋଇନାହାନ୍ତି ତ,
से कौन निश दाड़ी सकाल सकाल उठे जाऊ आखि जब खोलिले मनकर मन ना जय ध्वनि ताले कौन करेंगे छोटिया लाइट जलैबे गीति गुच्छ सब पाखे अच्छी से गीति गुच्छ जय ध्वनि लिखा है प्रथम पेज ना पूरा पर बसिक पढ़े गोटे मिनिट लगे बेसी नहीं आपण 24 घंटा रु गोटाए मिनिट कि 2 मिनिट लगे सरला मुंडिया मारले कौन कल गाधुआ गाधी कले जहाँ कले गाधे सारे बसिक टिके जदि संभव हम तिलक करदे द्वादश 12टा तिलक हुए कम से कम गोटे तो आरंभ करूँ तिलक कले बसिक आगे मंगलाचरण पढ़दे आम लेखा से गीत गुचर अच्छी आउे अच्छे मंगलाचरण जमी आम जी आम गायला जो कौन श्लोक पढ़ पढ़ीदे सरला कम कर किंतु कामटा को आम कौन कले भगवान सहित जोड़ी कले क्षीर टाक आम पीले कि क्षीर तुलसी पत्र पकईले प्रसाद बनइले एवं आम खाली क्षीर पीले क्षीर पीवा द्वारा आम जो पुष्टिकता मिलवा कथा से मिलला ता सहित कौन मिलला आमको पारमार्थिक लाभ मिलला से क्षीर जदि आम जदि विश्व जो साप मुह मरा क्षीर जब पी था कौन था मरी था ना नहीं नदी न मरी भी था साप मुह मार तो मरनी झाड़ा बांति होता हस्पिटाल पड़ता देह मुंड खराब होता तेणु डिपेंड करे आमे गोटे जिनसा को स्टार्ट केमती कर तेणु मंगलाचरण शास्त्र ग्रंथर आरंभ कौन भी कार्य आरंभ करने पूर्व आमको मंगलाचरण करने उचित गुरु कौन मंगलाचरण गुरु वैष्णव भगवान तीन स्मरण गुरुदेव वैष्णव और भगवान आम स्मरण कर स्मरण करुचे प्राइम मिनिस्टर मोदी से डोनाल्ड ट्रंप से अमुक धनी लोकटा स्मरण करने नाई कारण जहाँ को आम स्मरण करुचे हृदय भावनाटा आम हृदय आस बुझल ना बुझ जहाँ को आम चोर स्मरण करा आम भर चोरी भाया भावना आसो कहीं ना कारण से साधुंकर स्मरण करने द्वारा मन पकड़ा द्वारा आम संग होता है आदि गोटे व्यक्ति सहित आम जमी संग करवा आम भितर तार भर गुण गुड़ा आम भर आस निश्चित उदाहरण स्वरूप आम गुरुदेव कहते जड़े सत महात्मा थे भल बहुत सचोट सत महात्मा हरिनाम करती साधु मान हरि कथा करती भिक्षा मागिक भोजन कर तो गोटे दिन भिक्षा मागु 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 गोटे जगह भंडारा होता भंडार इनभाइटेसन देले भंडारा माने भोजी भात इनभाइटेसन देले बिना प्याज रसुण होची साधु सेवा करा जन व्यक्ति साधु सेवा करते साधु सेवा बाबा पलैले प्रसाद पाइले प्रसाद पाइला बेलू जो व्यक्ति सेवा करते साधु सेवा करते से बड़ा धनी व्यक्ति बुझे तो धनी व्यक्ति ताले कौन करते से धनी व्यक्ति जनक समस्त को कौन पूरा कदली पत्र तो दौले प्रसाद किंतु साथी रूपा ग्लास रे समस्त पानी दौले लेंबू पानी रूपा ग्लास लेंबू पानी जो पानी बड़ धनी व्यक्ति बड़ा पैसा साधु सेवा करे बड़ उत्साह तो बाबा कौन गले प्रसाद पाइले रूपा नहीं तंबा तंबा पितल रे कौन तंबा प्लेट रे प्रसाद दौले रूपा ग्लास रे पानी दे बाबा कौन कले प्रसाद पाई सारा इाड़ी छाड़ी अनिले से जो बाबा जी थे बहुत भल बाबा थे बहुत सचोट बाबा भीतर कौन प्रकार चोर एम किसी भी गुण नाला कि कौन है कि जानी इाड़ी क्यों अनिले शाड़ी क्यों अनिले देखुना थाली धोया नहीं जाते थाली धोइले धीरे किना थाली आउ पड़ी ग्लास धीरे किना झूला भाई खेल पूरी दे चल राम राम हरे कृष्ण हम जाऊ तुम कल्याण भगवान कल्याण चल 2 किलोमीटर गोटे किलोमीटर गला बाबा मन को आसला अरे मुझे कौन करने मुझे भोजी खाया जाइए थाली से ग्लास टा चोरी कर आईली मो भी तो एमती गुण नाला मुझे केवे चोरी करनी कौन जिन को अरे मु तो घर छाड़ी आसी मु तो कौन मो घर लक्ष लक्ष टंका था छाड़ी आसी एवं टंका 500,000 टंका जिन चोरी कहीं कली मो मुंडे बुद्धि आसला कहीं मो बुद्धि भ्रष्ट है केमी सागे सागे कौन कले जी भंडार कहले सत सत कह प्रथम कथा मुझे जाऊँ तुम थाली आ रूपा ग्लास में तुम चोरी कर मत क्षमा कर ना भाई आज्ञा महाराज आप एमती कहते कौन ठीक अच्छे गोटे नहीं कौन किसी असुविधा नहीं महाराज आप कहते 10टा दे ना नहीं क्षमा करने कथा नहीं हानि मोर निजर होगा चोरी कर कहीं हानि कौन हानि है मो भर चोर गुण आसला चोर चोर प्रवृत्ति आसला कौटू
ତମେ ସତ କଥା କୁହ, ତମେ ଏଇ ଯୋଉ ପଇସାରେ ଭଣ୍ଡାର କରୁଛ, ଭୋଜି କରୁଛ, ଏ ପଇସା ତମେ କୋଉଠୁ ଆଣ? ସତ କୁହ, ସତ କୁହ, ତମ ଅଭିଶାପ ନୁହେଁ। ବାବାଙ୍କ ଅଭିଶାପ ସବୁ ଭୟ କରିଲା, ଆଜ୍ଞା ସତ କହୁଛି ଆଜ୍ଞା, ମୁଁ ଗୋଟେ ଚୋରି, କାଲି ଗୋଟେ ଦୋକାନ ଲୁଟିକିରି 50 ଲକ୍ଷ ଟଙ୍କା ଆଣିଥିଲି ଚୋରି କରି, ବେକରେ କଣ ଲୁଟିକିରି 50 ଲକ୍ଷ ଟଙ୍କା ଆଣିଛି। ତେଣୁ ମୁଁ ଭାବିଲି କାହିଁ ସେ ପଇସା ଗୁଡା ଆଣିଲେ, କାହିଁ ନିଜେ କାହିଁ ଖାଇବା, ପାପ ଲାଗିବ, ସାଧୁକୁ ବାଣ୍ଟିଦେଲେ, ଆଉ ଅଧା ସାଧୁକୁ ଦେଇଦେଲେ, ଆଉ ଅଧା ଖାଇଲେ ପାପ ଗୁଡା କଟିଯିବ ମୋର। ଆଉ ଏଠି ଚୋର ଯଦି ଖାଇବା, ତାହେଲେ ଚୋର ବୁଦ୍ଧି ଆସିବ ନା ଆସିବ? କିଛି କରିନାହାନ୍ତି, ଖାଲି ତା ଅନ୍ନଟା ଖାଇଦେବେ, ପଳେଇ ଆସିବ। ବୁଝିଲେ ନା? ସେଥିପାଇଁ କିଏ ସାଧୁ ସନ୍ଥ ମାନେ, ଭକ୍ତ ମାନେ ତା ଘରେ ଖାଆନ୍ତିନି, କାହିଁକି? ସେ ଦେଖିବେ ଭକ୍ତ କି ନାହିଁ, ଭକ୍ତ ହେଲେ ତାଙ୍କର ଭାବନା କେମିତିଆ, ଏମାନଙ୍କର ଆଙ୍କ ଭିତରେ କପଟତା ତ ନାହିଁ, କାହିଁକି? ଏସବୁ ଜିନିଷଟା ଆମ ଜୀବନରେ ବହୁତ ପ୍ରଭାବ ପକାଏ। ଠିକ ସେଇଭଳିଆ ଆମେ ମାନେ ଯେତେବେଳେ ଗୁରୁବରଙ୍କର ସ୍ମରଣ କରିବା, ମଙ୍ଗଳାଚରଣ ଯେତେବେଳେ ଆମେ ଗୁରୁଦେବଙ୍କୁ ମନେ ପକେଇବା, ଭଗବାନଙ୍କୁ ମନେ ପକେଇବା, ଭକ୍ତିବିନୋଦ ଠାକୁରଙ୍କୁ ମନେ ପକେଇବା, ତାହେଲେ ତାଙ୍କ ଭିତରେ ଥିବା ଗୁଣ କିଛି ମାତ୍ରାରେ ଆମ ଭିତରକୁ ମଧ୍ୟ ଆସିବ, ଯୋଉଟା କି ବହୁତ ବଡ ଲାଭଦାୟୀ। ସାଧୁଙ୍କର ଜଣେ ଉତ୍ତମ ବୈଷ୍ଣବ ଶୁଦ୍ଧ ସାଧୁଙ୍କର ଗୁଣଟା ଆମ ଭିତରକୁ ଆସିବା ଛୋଟ ଜିନିଷ, ବଡ ଜିନିଷ। ସେଥିପାଇଁ ଆମେ ସବୁଦିନ କଣ କରେ, ମଙ୍ଗଳ ଆଚରଣ, ବୁଝିପାରିଲେ? ଭାବିବେନି ଯେ ଗୋଟେ ସବୁଦିନ ଖାଲି ଗୋଟିଏ ଜିନିଷଟାକୁ, ସେ ଯୋଉ ମନ୍ତ୍ରଟାକୁ ବନ୍ଦେ ଓମ୍ ଶ୍ରୀ ଗୁରୁ, ସେଟା ଘୁଷି ଘୁଷି ଖାଲି ସବୁଥିରେ ଖାଲି ଗୋଟାଏ ଲେଖା ଗାଉଛନ୍ତି, ଅଲଗା ଅଲଗା ଗାଆନ୍ତି। ଅଲଗା ଅଲଗା ଗାଏ କଣ ଦରକାର? ଡେଲି ଡେଲି ଆପଣ ଯୋଉ ନିଶ୍ୱାସ ନଉଛନ୍ତି, ଡେଲି ଡେଲି ନିଶ୍ୱାସରେ କଣ ନଉଛନ୍ତି? ଅକ୍ସିଜେନ ନଉଛନ୍ତି ନା? ଗୋଟେ ଦିନ ଅକ୍ସିଜେନ, ଆଉ ଗୋଟେ ଦିନ ଆଉ ଭଲ ଲାଗିଲେ ଅକ୍ସିଜେନ ନାହିଁ, ଆଜି ନାଇଟ୍ରୋଜେନ ନେଇଯିବା ଆମେ ନିଶ୍ୱାସରେ, ଏମିତି ନଉଛନ୍ତି। ତାପର ଦିନ କହେ ନାଇଁ ନାଇଁ ଆଜି କାର୍ବନ ଡାଇଅକ୍ସାଇଡ ନେବା ନିଶ୍ୱାସ। ସବୁଦିନ ଗୋଟେ କଣ ଅକ୍ସିଜେନ ଗୋଟେ ନଉଛେ, ଏମିତି କରୁଛନ୍ତି। ଖାଦ୍ୟ ଅନ୍ନ ଡାଲି ସବୁଦିନ ପାଉଛନ୍ତି ନା ପାଉନାହାନ୍ତି? ଅନ୍ନ ପାଉଛନ୍ତି ନା ପାଉନାହାନ୍ତି? ଆଜି ଅନ୍ନ ପାଇଲି, କାଲି ରୁଟି, ତାପର ଦିନ ଶାଗୁ, ତାପର ଦିନ ଚୁଡା, ତାପର ଦିନ କଣ, ତାପର ଦିନ କିଛି ଖାଇନି, ଭୋକିଆ ରହେ, ଏମିତି ହଉଛନ୍ତି। ସବୁଦିନ ତ ଅନ୍ନ ଖାଉଛନ୍ତି, କାରଣ ଏଟା ଆମ ଶରୀର ଖାଦ୍ୟଟା, ନହେଲେ ଶରୀର ଚାଲିବନି। ସେମିତି ଆମ ଆତ୍ମାର ଖାଦ୍ୟଟା ହେଲା ପରମାତ୍ମା, ମଙ୍ଗଳାଚରଣ। ସବୁଦିନ ସମାନ ହେଲେ କଣ ହେଲା? ସବୁଦିନ କରିବା, ସବୁଦିନ, ବିନା ୱିଦାଉଟ୍ ଫେଲ, ବୁଝିପାରିଲେ? ତେଣୁ ସମସ୍ତେ କଣ କରିବେ, ମଙ୍ଗଳାଚରଣଟାକୁ ଠିକ ଠିକ ରୂପରେ, ଠିକ ରୂପରେ, ଏମିତି ନାହିଁ ଯେ କହିବେ ଆରେ ଶ୍ଲୋକଟା ଭୁଲ ଗାଇଥିଲେ ମୁଁ ତ ନରକକୁ ତ ପଳେଇଯିବେ, କିଛି ନା, କେହି ନରକକୁ ଯିବେନି, ବିଲକୁଲ କେହି ଯିବେନି, ଟେନସନ ନିଅନ୍ତୁ। କିନ୍ତୁ ସବୁଦିନ କଣ କରିବେ, ମୁଁ ଆଜି ପଠେଇଦେବି ଗ୍ରୁପରେ, ସକାଳୁ ସକାଳୁ ଉଠିଲା ମାତ୍ରେ ଜୟ ଧ୍ୱନି ଦେବେ। କାହାଙ୍କର ଆମେ ଜୟ ଧ୍ୱନି ଦଉଛେ? ଜୟ ଧ୍ୱନି ଆମେ କାହାକୁ ଦଉଛେ? ଜୟ ଶ୍ରୀ ଶ୍ରୀ ଗୁରୁ, ପ୍ରଥମେ ଗୁରୁଦେବଙ୍କର ଜୟ ଧ୍ୱନି, ତାପରେ ଗୌରାଙ୍ଗ, ମାନେ ଗୌରାଙ୍ଗ ମହାପ୍ରଭୁ, ଚୈତନ୍ୟ ମହାପ୍ରଭୁ ଜୟ ଧ୍ୱନି, ଶ୍ରୀ ଶ୍ରୀ ଗୁରୁ ଗୌରାଙ୍ଗ, ରାଧା ଗାନ୍ଧାରିକା ଗିରିଧାରୀ। ଗାନ୍ଧାରିକା ଗିରିଧାରୀ ହଉଛନ୍ତି କିଏ? ସେ ଗାନ୍ଧାରିକା ହଉଛନ୍ତି ରାଧାରାଣୀ। ରାଧାରାଣୀଙ୍କର ଗୋଟେ ନାଁ ହେଲା ଗାନ୍ଧାରିକା, କୃଷ୍ଣଙ୍କର ଗୋଟେ ନାଁ ହେଲା ଗିରିଧାରୀ, ଯିଏ ଗିରିକୁ ଧାରଣ କରୁଛନ୍ତି, ଗିରି ଗୋବର୍ଦ୍ଧନ, ତେଣୁ ତା ହେଲା ଗାନ୍ଧାରିକା ଗିରିଧାରୀ। କାହିଁକି ଏଇଟା ଆମେ ଏଇଟା କାହିଁକି ଗାଉଛେ? କାହିଁକି ନା ଆମର ଗୌଡୀୟ ମଠ ଯିଏ ବନେଇଛନ୍ତି, ତାଙ୍କ ନାଁ ହେଲା ଶ୍ରୀଳ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଶ୍ରୀଳ ପ୍ରଭୁପାଦ। ଇସ୍କନର ଶ୍ରୀଳ ଭକ୍ତି ବେଦାନ୍ତ ସ୍ୱାମୀ ମହାରାଜ ଶ୍ରୀଳ ପ୍ରଭୁପାଦ, ସିଏ ତ ଇସ୍କନରେ ପ୍ରଭୁପାଦଙ୍କୁ ଡାକୁଛନ୍ତି। ତାଙ୍କ ଗୁରୁଦେବ ଯିଏ, ତାଙ୍କ ନାଁ ହେଲା ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଶ୍ରୀଳ ପ୍ରଭୁପାଦ। ପ୍ରଭୁପାଦ ହେଲା କଣ? ଗୁରୁଦେବଙ୍କର ଆଉ ଗୋଟେ ନାଁ ହେଲା ପ୍ରଭୁପାଦ, କିଛି ଅସୁବିଧା ସେଥିରେ ନାହିଁ, ବୁଝିପାରିଲେ? ସେଇ ପ୍ରଭୁପାଦଙ୍କର ଯିଏ ସେବିତ ବିଗ୍ରହ, ଯାହାଙ୍କୁ ସେବା କରୁଥିଲେ, ତାଙ୍କ ନାଁ ଥିଲା ଗାନ୍ଧାରିକା ଗିରିଧାରୀ, ବୁଝିପାରିଲେ? ହେଲା। ତାପରେ ରାଧା ବିନୋଦ ବିହାରୀ, ସେ ଯାଇଛନ୍ତି ଥିବେ। ରାଧା ବିନୋଦ ବିହାରୀ କଣ? ରାଧା ମାନେ ରାଧାରାଣୀ, ବିନୋଦ ବିହାରୀ ମାନେ କୃଷ୍ଣଙ୍କର ଗୋଟେ ନାଁ ହେଲା ବିନୋଦ ବିହାରୀ। ସେ କିଏ? ସେ ହଉଛନ୍ତି ଆମ ଗୁରୁଦେବ ଶ୍ରୀ ଭକ୍ତି ବେଦାନ୍ତ ନାରାୟଣ ଗୋସ୍ୱାମୀ ମହାରାଜ, ତାଙ୍କର ଗୁରୁଦେବ ଶ୍ରୀ ଭକ୍ତି ପ୍ରଜ୍ଞା କେଶବ ଗୋସ୍ୱାମୀ ମହାରାଜଙ୍କର ସେବିତ ବିଗ୍ରହ, ତାଙ୍କୁ ସେବା କରୁଥିଲେ। ତାପରେ ରାଧା ଦାମୋଦର, ଆମ ପୁରୀ ମଠ ବିଗ୍ରହ ହେଲା କଣ? ରାଧା ଦାମୋଦର ଜୟ। ତାପରେ ଜଗନ୍ନାଥ, ବଳଦେବ, ସୁଭଦ୍ରା, ସୁଦର୍ଶନଙ୍କର ଜୟ। ତାପରେ ଗୁରୁଦେବଙ୍କର ଜୟ। ଗୁରୁଦେବଙ୍କର କଣ? ମୋ ଗୁରୁ ମହାରାଜଙ୍କର ନାଁ କଣ? ନିତ୍ୟ ଲୀଳା ପ୍ରବିଷ୍ଟ, ଓମ୍ ବିଷ୍ଣୁପାଦ, ଅଷ୍ଟୋତ୍ତର ଶତ, ଶ୍ରୀ ଶ୍ରୀମଦ୍ ଭକ୍ତି ବିଜ୍ଞାନ ଭାରତୀ ଗୋସ୍ୱାମୀ ମହାରାଜ। ଗୁରୁଦେବଙ୍କର ଏଡେ ବଡ ନାଁ, ଏଡି ବଡ ନାଁ, ଆଦ୍ರೂ ନାଁ କେବଳ ଗୋଟିଏ, ଆଉ ସବୁ ତ କଣ? ସବୁ ତ ତାଙ୍କ ଉପାଧି। କଣ ଉପାଧି? ପ୍ରଥମ ଉପାଧି ହେଲା ନିତ୍ୟ ଲୀଳା ପ୍ରବିଷ୍ଟ। ଏଇ ନିତ୍ୟ ଲୀଳା ପ୍ରବିଷ୍ଟ ଶବ୍ଦଟା ସମସ୍ତଙ୍କ ପାଖରେ ଲଗେଇବେନି,
ଆମର ଯୋଉ ଗୁରୁବର୍ଗ ମାନେ ଏଇ ଜଗତରେ ଅଛନ୍ତି ମାନେ ଶରୀର ତ୍ୟାଗ କରିନାହାନ୍ତି ତାଙ୍କ ପାଇଁ ଲାଗେନି। ନିତ୍ୟ ଲୀଳା ମାନେ ଭଗବାନଙ୍କର ନିତ୍ୟ ଲୀଳା, ଭଗବାନଙ୍କର ବୈକୁଣ୍ଠରେ ଗୋଲୋକ ବୃନ୍ଦାବନରେ ଯୋଉ ଭଗବାନ ରାଧାକୃଷ୍ଣ ଲୀଳା କରୁଛନ୍ତି ଏବେ ସେ ଜଗତକୁ ଛାଡିକି ନିତ୍ୟ ଲୀଳାକୁ ପଳେଇଲେଣି, ମାନେ ଶରୀର ତ୍ୟାଗ କରିସାରିଲେଣି। ଆମେ ସାଧାରଣ ଉପରେ କଣ କରୁଛେ, ମରିଯିବା। ଗୁରୁବର୍ଗ ତ ମରନ୍ତିନି, ଏଇ ଜାଗାଟାକୁ ଛାଡିକିରି ସେ ନିତ୍ୟ ଲୀଳାକୁ ପଳେଇଲେଣି। ପ୍ରବିଷ୍ଟ ମାନେ ନିତ୍ୟ ଲୀଳାରେ ସେ ସେବାରେ ଲାଗିଗଲେ, ଆଉ ଆମ ସମ୍ମୁଖରେ ନାହାନ୍ତି। ତେଣୁକରି ଯୋଉ ଗୁରୁବର୍ଗ ମାନେ ଶରୀର ଛାଡି ଦେଇଛନ୍ତି ତାଙ୍କ ପାଇଁ ବ୍ୟବହାର କରାଯାଏ ନିତ୍ୟ ଲୀଳା ପ୍ରବିଷ୍ଟ। ବୁଝିପାରିଲେ? ମନେକର ଆମ ଗୁରୁଦେବ ଅଛନ୍ତି ଯାହାଙ୍କ ଆପଣଙ୍କ ଗୁରୁଦେବ ଯେ ଶରୀର ଛାଡିନାହାନ୍ତି ଅଛନ୍ତି ଆମ ସମ୍ମୁଖରେ, ତାଙ୍କ ପାଇଁ ନିତ୍ୟ ଲୀଳା ପ୍ରବିଷ୍ଟ ଲଗେଇବେନି? ତାଙ୍କ ପାଇଁ ନିତ୍ୟ ଲୀଳା ପ୍ରବିଷ୍ଟକୁ ଛାଡିକିରି ଆଉ ଯାହା ସବୁ ଅଛି ସେଟା ଲଗେଇବେ। କଣ? ଓಂ ବିଷ୍ଣୁପାଦ। ଗୁରୁ ହଉଛନ୍ତି ବିଷ୍ଣୁପାଦ। ବିଷ୍ଣୁପାଦ ମାନେ ବିଷ୍ଣୁଙ୍କର ପାଦ, ଭଗବାନଙ୍କର ପାଦ ସ୍ୱରୂପ। ମାନେ ପାଦ ଦ୍ଵାରା କଣ କରେ? ପାଦ ଦ୍ଵାରା ଆମେ ଗୋଟେ ଗୋଟେ ଜାଗାକୁ ଯାଏ, ଏପଟେ ସେପଟେ ଯାଏ। ତ ସେମିତି ଭଗବାନ ମଧ୍ୟ ଭକ୍ତଙ୍କ ମାଧ୍ୟମରେ ଆଉ ଗୋଟେ ପାଖକୁ ଆଉ କାହା ପାଖକୁ ଯାଆନ୍ତି। ଆମ ପାଖକୁ ଭଗବାନ ସେମିତି ଆସିବେନି ବିଲକୁଲ ବି। କେହି ଜଣେ ଭକ୍ତ ଯଦି ଆମକୁ ଦେଇଦେବେ ତାହେଲେ ଆମକୁ ଭଗବାନ ମିଳିବ, ନହେଲେ ମିଳିବ। କାରଣ ଭଗବାନ ଭକ୍ତ ହଉଛନ୍ତି ଭଗବାନଙ୍କର ପାଦ। ଭଗବାନ ସେଇ ଭକ୍ତଙ୍କ ମାଧ୍ୟମରେ ପାଦରେ ଚାଲି 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 ଆଉ ଆସି ପହଞ୍ଚ। ବୁଝିପାରିଲେ? ସେଥିପାଇଁ ଗୁରୁଙ୍କର ଗୋଟେ ନାଁ କଣ? ଓಂ ବିଷ୍ଣୁପାଦ ବା ଶ୍ରୀପାଦ ବା ପ୍ରଭୁପାଦ, ଏସବୁ ଗୁରୁଙ୍କ ପାଇଁ ବ୍ୟବହାର ହେଇପାରିବ। ଠିକ ଅଛି। ଅଷ୍ଟୋତ୍ତର ଶତ ଶ୍ରୀ। ଅଷ୍ଟ ମାନେ 8, ଉତ୍ତର ମାନେ 8 ପ୍ଲସ ଶତ ମାନେ 100, 8 ପ୍ଲସ 100 କେତେ? 108। ଅଷ୍ଟୋତ୍ତର ଶତ ଶ୍ରୀ, ଶ୍ରୀ ମାନେ ସୌନ୍ଦର୍ଯ୍ୟ ବା ଗୁଣ। ଗୁରୁଙ୍କ ପାଖରେ 108ଟା ଦିବ୍ୟ ଗୁଣ ଅଛି। କଣ ଦିବ୍ୟ ଗୁଣ? ବଢିଆ ବଢିଆ ଗୁଣ। ସିଏ ଭଗବାନଙ୍କର ଭକ୍ତ, ସିଏ ସମସ୍ତ ଜୀବଙ୍କ ପ୍ରତି ଦୟାଳୁ, ସିଏ କାହା ପ୍ରତି ସିଏ କଣ ତାଙ୍କର କାହା ପ୍ରତି ଈର୍ଷା ନାହିଁ, ସିଏ ଦ୍ୱେଷ ଶୂନ୍ୟ, ସିଏ ଭଗବାନଙ୍କ ସେବାରେ ସବୁବେଳେ ରତ। ଏସବୁ ଗୋଟେ ଗୋଟେ ଗୁଣ ତାଙ୍କ ଗୁରୁଙ୍କ ପାଖରେ। 108ଟା ଦିବ୍ୟ ଗୁଣ। ତେଣୁ 108ର ଶତ ଶ୍ରୀ, ଶ୍ରୀମଦ। ତାପରେ ଆସିଲା ଭକ୍ତି ବେଦାନ୍ତ ବା ଭକ୍ତି ବିଜ୍ଞାନ, ଏଇଟା ମଧ୍ୟ ଗୋଟେ ଉପାଧି। ତାପରେ ଆସିଲା ଭାରତୀ, ଏଇଟା ତାଙ୍କର ନାଁ। ଗୋସ୍ୱାମୀ, ଏଇଟା ମଧ୍ୟ ଗୋଟେ ଉପାଧି। କଣ ଗୋସ୍ୱାମୀ ମାନେ? ଗୋ ମାନେ ଇନ୍ଦ୍ରିୟ, ଯିଏ ସମସ୍ତ ଇନ୍ଦ୍ରିୟକୁ ବଶୀଭୂତ କରିଦେଇ ରଖିଛନ୍ତି, ଯାହାଙ୍କର ଇନ୍ଦ୍ରିୟ ତାଙ୍କ କଣ୍ଟ୍ରୋଲରେ। ମହାରାଜ, ମହାରାଜ ମଧ୍ୟ ଗୋଟେ ଉପାଧି। ମାନେ ଏଇ ଜଗତର ଯିଏ ରାଜ୍ୟର ରାଜା ତାଙ୍କୁ କୁହାଯାଏ ରାଜା, କାରଣ ସେ ଗୋଟେ ରାଜ୍ୟର ରାଜା। କିନ୍ତୁ ଗୁରୁବର୍ଗ ହଉଛନ୍ତି ରାଜ୍ୟର ରାଜା ନାହିଁ। ଗୋଟେ ରାଜ୍ୟଟାକୁ ଜୟ କରିବା ଫିର ବି ଇଜି, ମନଟାକୁ ଜୟ କରିବା ଏତେ ଇଜି ନାହିଁ, ଇନ୍ଦ୍ରିୟ ମାନଙ୍କୁ ଜୟ କରିବା ଏତେ ଇଜି ନାହିଁ। ଅଛି ଇଜି? କହିଲେ ଦେଖିଆ। ଆମ ମନ କୁଆଡେ କୁଆଡେ ଟାଣିକି ନ ନଉଛି କହିଲେ? ସଂସାର ବ୍ରହ୍ମାଣ୍ଡ ବୁଲଉଛି ନା ବୁଲଉନି ସକାଳ ସନ୍ଧ୍ୟା? ମନଟାକୁ ଜୟ କର ଦେଖିଆ, ଦେଖିଆ ଜାଣିବା। ତେଣୁ ଯିଏ ଜଗତକୁ ରାଜ୍ୟଟାକୁ ଜିଣିଛନ୍ତି ସେ ତ ଖାଲି ରାଜା। ଯିଏ ମନକୁ ଜିଣିଛନ୍ତି, ଯିଏ ଇନ୍ଦ୍ରିୟକୁ ଜିଣିଛନ୍ତି, ସେ ମହାରାଜ। ବୁଝିପାରିଲେ? ଏଇଟା ଗୋଟେ ସାଧାରଣ ଅର୍ଥ, ବିଶେଷ ଅର୍ଥ ଆହୁରି ମଧ୍ୟ ଅଛି। ଠିକ ଅଛି। ତେଣୁ ଏଇଟା ହେଲା ଆମ ଗୁରୁବରଙ୍କର ଜୟଧ୍ୱନି ଦେଲାବେଳେ ଆମେ ଏଇଟା ପୁରା ପୁରା ପଢିଥିଲୁ। ଦେଖିବେ ଆଜି ଜୟଧ୍ୱନି ପଠେଇଦେବି, ଆପଣ ଦେଖିବେ, ନହେଲେ ଯାହା ଗୀତ ପଢିବେ, ପଢିଲେ ଏଇସବୁ ଶବ୍ଦ ଗୁଡା ଥିବ। ଜୟ, ନିତ୍ୟ ଲୀଳା ପ୍ରବିଷ୍ଟ, ଓಂ ବିଷ୍ଣୁପାଦ, ଅଷ୍ଟୋତ୍ତର ଶତ ଶ୍ରୀମଦ। ଯାହା ଯାହା ବି ଆମେ କିଛି କରୁଛେ ଶାସ୍ତ୍ର ଅନୁସରଣ କରୁଛେ। ଠିକ ଅଛି। ତେଣୁ ଆଜି ଆମେ କଣ ଶୁଣିଲେ? ମଙ୍ଗଳ ଆଚରଣ କାହାକୁ କୁହାଯାଏ? ମଙ୍ଗଳ ଆଚରଣ, ଆଚରଣ ମାନେ ଆଚରଣ ବା ବ୍ୟବହାର, ମଙ୍ଗଳମୟ ବ୍ୟବହାର। ଏମିତି କିଛି ବ୍ୟବହାର ଯାହା ଦ୍ୱାରା ଆମକୁ ମଙ୍ଗଳ ପ୍ରାପ୍ତି ହେବ। କଣ ବ୍ୟବହାର? ଗୁରୁ ବୈଷ୍ଣବ ଭଗବାନଙ୍କୁ ସ୍ମରଣ କରୁ। ଗୁରୁ ବୈଷ୍ଣବଙ୍କୁ ଭଗବାନଙ୍କୁ ସ୍ମରଣ କରିବା ଦ୍ୱାରା ଆମକୁ ମଙ୍ଗଳ ପ୍ରାପ୍ତି ହେବ। ତେଣୁ ସକାଳୁ ଉଠିଲା ମାତ୍ରେ ଜୟଧ୍ୱନି ଦେବେ, ଗାଧେଇ ସାରିଲା ମାତ୍ରେ ମଙ୍ଗଳାଚରଣ କରିବେ, ତାପରେ ନିଜ ଘର କାମ ଦାମ ଛାଡିକିରି କରିବେ। ବୁଝିପାରିଲେ? ଆଜି ଏତିକି ଶିଖନ୍ତୁ। କଣ ଆମେ ମଙ୍ଗଳାଚରଣ କାହିଁକି କରେ, ଆଉ ତା ଦ୍ୱାରା ଆମର କଣ? ତାପରେ ଆମେ ନେକ୍ସଟ କ୍ଲାସରେ ଧୀରେ ଧୀରେ ଆଗକୁ ମଧ୍ୟ ବୁଝିପାରିଲେ? ବର୍ତ୍ତମାନ କାହାର କିଛି ପ୍ରଶ୍ନ ଅଛି ଏ ବିଷୟରେ, ପରମାର୍ଥ ସମ୍ବନ୍ଧରେ ପଚାର, କିମ୍ବା କିଛି ବୁଝିପାଇଲେନି ଆଜିର କ୍ଲାସରେ, ଆଜ୍ଞା ମୁଁ ଏଇ ଜାଗାରେ ବୁଝିପାରିଲି, ଆଉ ତ କହିଲ ସନ୍ତୋଷ ବଡତ୍ୟା। ପ୍ରଭୁଜୀ ଦଣ୍ଡବାତ ପ୍ରଣାମ। ଧନ୍ୟବାଦ।
ପ୍ରଭୁଜୀ ଆପଣ କହିଲେ ବିଷ୍ଣୁ ପାଦ ଯେ ଭକ୍ତ ହେଲେ ଭଗବାନଙ୍କର ପାଦ ନା ଭକ୍ତ ମାନେ ଭଗବାନ ପାଦ ନା ଭଗବାନ ଭକ୍ତଙ୍କର ପାଦ ହେଇଯିବ? ଭକ୍ତ ଭଗବାନଙ୍କର ପାଦ। ଠିକ ଅଛି। ହେଲେ ଆମେ ଯୋଉ ଜୟଧ୍ୱନି ଦଉଛୁ ତ ଜୟଧ୍ୱନି ଯେମିତି ସିରିଏଲରେ ଅଛି ସେମିତି ଜୟଧ୍ୱନି ଯଦି ନ ଦେଇକି ଯଦି ଟିକେ ଏପଟ ସେପଟ କରିକି ଦେବା ତ ସେଥିରେ କଣ ଭୁଲ ହବ କି? କିଛି ଦୋଷ ନାହିଁ, ଦୋଷ କିଛି ବି ନାହିଁ, କିନ୍ତୁ ଚେଷ୍ଟା କରିବ ସିରିଏଲ ଦେବା ପାଇଁ, ବୁଝିଲ ନା ନାଇଁ? ସିରିଏଲ ଦେଲେ ବେଶୀ ଲାଭ, ସିରିଏଲ ନଦେଲେ ମଧ୍ୟ ଲାଭ, କିନ୍ତୁ ସିରିଏଲ ଦେଲେ ବେଶୀ ଲାଭ। ତମକୁ ଯଦି 10 ଟଙ୍କା ଦିଆ ହଉଥିବ ଆଉ 100 ଟଙ୍କା ଦିଆ ହଉଥିବ, 100 ଟଙ୍କା ନବ ନା, ତ ସିରିଏଲ ଦେଲେ ବେଶୀ ଲାଭ। ହାନି କୋଉଥିରେ ବି ନାହିଁ, ହାନି ବିଲକୁଲ ବି ନାହିଁ, ଲାଭ ହିଁ ଲାଭ। ସିରିଏଲ ଦେଲେ ଭଲ, କାରଣ ସିରିଏଲ କୁହାଯାଇଛି ଆମ ଗୁରୁଦେବ ତାଙ୍କୁ ଗୁରୁଦେବ ତାଙ୍କୁ ଗୁରୁଦେବ ତାଙ୍କୁ ଗୁରୁଦେବ ତାଙ୍କୁ ଗୁରୁଦେବ ଦି ଗୋଟେ 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 ସିରିଏଲ ଦିଆଯାଇଛି, ବୁଝିଲ ନା? ହାନି କୋଉଥିରେ ବି ନାହିଁ, ଲାଭ ହିଁ ଲାଭ। ଯୋଉ ଟିକେ ଭଲ ସିଷ୍ଟମାଟିକାଲି କଲେ ଆହୁରି ଲାଭ, ବୁଝିଲ ନା? ଆଉ ତାର କଣ ପ୍ରଶ୍ନ? ସମସ୍ତେ ବୁଝିପାରିଲେ ମୁଁ କହିଲି? ନ ବୁଝିପାରିଲେ ପଚାରୁଛି, ଚୁପଚାପ ବସିନି। କାହିଁକି ନା କାହିଁକି କହିଲେ? କାରଣ 2-3ଟା କ୍ଲାସ ପରେ ଆପଣଙ୍କୁ ଏଇଟା ପଚାରି ମତେ ପାରେ, ମଙ୍ଗଳାଚରଣ ଶବ୍ଦର କଣ ଅର୍ଥ, କାହିଁ ଏଇଟା କହୁଛେ, କାହିଁ ଏଇଟା କହୁଛେ, ବିଷ୍ଣୁପାଦ କାହିଁକି, ଶ୍ରୀପାଦ କାହିଁକି, ଅଷ୍ଟୋତ୍ତର ସହିତ କାହିଁକି, ଏସବୁ ପଚାରିବି, କହିବେ। ଠିକ ଅଛି, ତେଣୁକରି ଶୁଣି ଦେଇଥାନ୍ତୁ ବଢିଆ କରି, ମନେ ରଖିଥାନ୍ତୁ। ଠିକ ଅଛି, ଆଜି ଶୁଣିଲେ, ବାକି ନେକ୍ସଟ କ୍ଲାସରେ ଆମେ ମାନେ ଶୁଣିବା ଯେ ଆମେ ମାନେ ଭକ୍ତି କରିବା ପାଇଁ, ପରମାର୍ଥ ରାସ୍ତାରେ ଆମେ ଯିବା ପାଇଁ। ଠିକ ଅଛି, ତା ଦ୍ୱାରା ଆମର କଣ ଲାଭ, ଏମିତି କରିକି ଆମେ ଧୀରେ ଧୀରେ ଗୋଟେ ଗୋଟେ ଛୋଟିଆ ଡେଲି ଲାଇଫରେ ଯୋଉ ସବୁ ଜିନିଷ ଅଛି ଭକ୍ତି ବିଷୟରେ, ଭଗବାନଙ୍କ ବିଷୟରେ ଆମେ ଡାଉଟ କ୍ଲିୟର କରି ଠିକ ଅଛି। हरे कृष्ण प्रभु जी। ଆଜ୍ଞା, हरे कृष्ण। ହରେ କୃଷ୍ଣ, କୁହନ୍ତୁ। प्रभु जी ଏଇ ଯୋଉ ଆଜି ଆମେ ପଢିଲେ ଏଟାକୁ ତାକୁ କପିଟା ୟୁଟ୍ୟୁବରେ ଏମିତି ଦେଇ ହବ ନା? କପି ତ ଦିଆଯିବ ୟୁଟ୍ୟୁବରେ, କିନ୍ତୁ ଆପଣଙ୍କ ପାଖରେ ଏତେ ସମୟ କାହିଁ କୁହନ୍ତୁ? ସମୟ ମିଳିବା ଦରକାର ଅଛି ନା, ଏବେ ଯେତେବେଳେ ବସିଛନ୍ତି ଏଠି, ହଁ ଏ ଯେ ଯାହାପରେ ସମୟ ଲେଖୁଛି ଅଛି ପରେ ପରେ ଶୁଣିକି ଲେଖିଦେବେ। ଲେଖୁଛି କିନ୍ତୁ ତଥାପି ଆଉ ଟିକେ ତାକୁ ରିଫାଇନ୍ ହୁଅନ୍ତା ଟିକେ, ହଁ ସେଇଟା ଲେଖିଲା ଅଛି ବେଳେ ନା, ଆଉ ଟିକେ ସୁନ୍ଦର। ଗ୍ରୁପ ଆମର ଗୋଟେ ୟୁଟ୍ୟୁବ ଚ୍ୟାନେଲଟେ ଅଛି, ଅନଲାଇନ କୋର୍ସ କରିକିରି, ସେଟା ଗ୍ରୁପରେ ପଠେଇଦେବେ, ପଠେଇଲେ ସମସ୍ତେ ଆପଣ ସବସ୍କ୍ରାଇବ କରିଦେବେ ଚ୍ୟାନେଲଟାକୁ, ଆଉ ସେଇ ଚ୍ୟାନେଲରେ ଏଗୁଡା ସବୁ ଅଛି, ଏଇ ଭିଡିଓ ଗୁଡା ସବୁ ମିଳିବ, କ୍ଲାସ 1 କ୍ଲାସ 2 କ୍ଲାସ 3 ଏମିତି ପଠେଇବେ, ତାପରେ ଆମେ ଶୁଣିଦେବେ, ବୁଝିଲେ ତ? ପଠେଇଦେବେ ଭଲ ଲାଗିବ, ହଁ ହଁ, ଜାଣିବା ପାଇଁ ପଠେଇଦେବେ, ମତେ ବହୁତ ଆଗ୍ରହ ଲାଗୁଛି, ସେଟା ଜାଣିବି। ୟୁଟ୍ୟୁବରେ ପଠାଯିବ। ବହୁତ ଆମମାନଙ୍କୁ ଜାଣିବା ପାଇଁ ବହୁତ ଜିନିଷ ଅଛି, ଯୋଉଟା ଜାଣିଲେ ଆମର ସବୁ ଡାଉଟ କ୍ଲିୟର ହେଇଯିବ, ସବୁ ଡାଉଟ କ୍ଲିୟର ହେଇଯିବ। ଆମମାନେ ଆଉ କୌଣସି ବ୍ୟକ୍ତି କହିବା ଦ୍ଵାରା, କିଏ ଗାଁ ଲୋକ, କୌଣସି ବଡାପା, ବଡ ବୋଉ, ଦାଦା, ଖୁଡି ତା କଥା ଶୁଣିକିରି ଆଡୁ ସାଡୁ କାମ କିଛି କରିବା, ପୁରା ଠିକ ଠିକ ରାସ୍ତାରେ ଆମେ ଭଜନ ରାସ୍ତାରେ ଆଗକୁ ବଢିବା, ଆଉ ଭଜନର ପୁରା ସଠିକ ଧାମ ପାଇଁ हरे कृष्ण। ବହୁତ ଲାଭ ପାଇବେ। ବାକି ଆପଣ ଟ୍ରାଏ କରୁଥିବେ, ଯେତେବେଳେ ବସିକି ଶୁଣୁଛନ୍ତି ପେନ୍ ପେପର ରଖିଥିବେ, ଗୋଟେ ଗୋଟେ ହାଇଲାଇଟ କରିଦେଉଥିବେ, ଯେମିତି ଗୋଟେ ପଏଣ୍ଟ କୁହାହେଲା, ଏଇ ପଏଣ୍ଟଟା କଣ କୁହାହେଲା, ହାଇଲାଇଟର ମାରିକି ଗୋଟେ ପଏଣ୍ଟଟା ଲେଖିଦେଉଥିବେ, ଗୋଟେ ଲେଖିଦେଲେ କଣ ହବ, ଆପଣ ମନେ ରହିଲା, ପଛରେ କେତେବେଳେ ଦେଖିବେ, ଦେଖିଲେ ଆପଣ ମନେ ପଡିବ। ଯଦି ଚାହୁଁଛନ୍ତି ପଛରେ କାହାକୁ ଯଦି ସମୟ ଅଛି, ପଛରେ ଖାଲି ୟୁଟ୍ୟୁବ ଦେଖିକିରି ଭଲ ଉତାର ଦେବେ, ସେଟା ନୋଟ କରିଦେବା। ଠିକ ଅଛି, ଆମମାନେ ସମସ୍ତେ ପରମାର୍ଥର ସାଧନ କରିବା ପାଇଁ, ତେଣୁ ସାଧନଟା ଠିକ କରିବା, ବଢିଆ କରି କରିବା, ହେଇପାରିବ ମଧ୍ୟ, କିଛି ଅସୁବିଧା ନାହିଁ, ବୁଝିଲେ? ଅନ୍ଧାରରେ କାହିଁ ବାଡି ବୁଲିବା କହିଲେ ଦେଖି, କଣ କରୁଛ ନା, କୋଉଦିନ ମା ମଙ୍ଗଳା, କୋଉଦିନ ମା ଶାରଳା, କୋଉଦିନ ମା ଝାଡେଶ୍ୱରୀ, କୋଉଦିନ ତାରିଣୀ, କୋଉଦିନ ସକାଳେ, କୋଉଦିନ ସନ୍ଧ୍ୟାରେ, କୋଉଦିନ ଖୁଦୁରୁକୁଣୀ, କୋଉଦିନ କଣ କୋଉଦିନ ନଡିଆ ବାଡେଇ ସାରିଲେଣି, କୋଉଦିନ କାହାକୁ ବାଡେଇ ସାରିଲେଣି, କୋଉଦିନ କୋଉ ପଛ ମୁଣ୍ଡିଆ ମାରି ସାରିଲେଣି, କଣ ଯାହା ପାଇଲେ ଚଲେଇ କାହିଁ କରିବା, ଯେତେବେଳେ ସିଷ୍ଟମଟା ଜାଣୁଛେ, ସମୟଟା କାହିଁ ଆମ ୱେଷ୍ଟ କରିବା? ଆମ ପାଖରେ ସବୁ ଗୁରୁ ଭଗବାନ ଆମ ସବୁ ଦେଇଛନ୍ତି, ଆମେ ଖାଲି ଟିକେ ଟିକେ କଣ କରିବା, ଖାଲି ସେଟାକୁ ସିଷ୍ଟମରେ ଫଲୋ କରିବା, ବୁଝିଲେ ତ? ଧାରଣା ମାତାଜୀ, ଦଣ୍ଡକ ପ୍ରଣାମ କରୁଛି। ଆପଣ କଣାସର ନା, ଯୋଉ ଆଜ୍ଞା
ଆଜ୍ଞା ତ ଆଜ୍ଞା ଆପଣ କରୁଛନ୍ତି ନା? ଆଜ୍ଞା ବାକି ଆପଣ ବର୍ତ୍ତମାନ କୁଆଡେ ଗଲେ 3-4 ଜଣ? ଅଛନ୍ତି ସମସ୍ତେ ଲାଇନରେ ଅଛନ୍ତି, ତ ଅନ୍ କରିକି ଅଛନ୍ତି ସମସ୍ତେ। ବଢିଆ। ଆଜ୍ଞା ମୁଁ ଆଉ ଟିକେ ବୁଝିବାକୁ ଚାହୁଁଛି ଗୁରୁଜୀ, ଯେ ମଙ୍ଗଳ ଅର୍ଥ ଆଉ ଟିକେ କୁହନ୍ତୁ। ମଙ୍ଗଳାଚରଣ ମଙ୍ଗଳ ଚରଣ ମାନେ ତ କଣ ଆଚରଣ। ଆପଣ କୁହନ୍ତୁ? ମଙ୍ଗଳ ଆଚରଣ ଇତି ମଙ୍ଗଳାଚରଣ। ମଙ୍ଗଳ ମାନେ କଣ? ମଙ୍ଗଳ ମାନେ ଗୋଟେ ଆମେ ହେଲା ଯୋଉ ମଙ୍ଗଳ, ଗୋଟେ ହେଲା ମଙ୍ଗଳ ଆଉ ଗୋଟେ ଅମଙ୍ଗଳ। ତ ଆମେ ଆଜ୍ଞା କିଛି ମଙ୍ଗଳମୟ କାମ ଅଛି, କିଛି ଅମଙ୍ଗଳମୟ କାମ। ଏ ଅମଙ୍ଗଳ ହବ ତ। ଅମଙ୍ଗଳ ମାନେ କଣ? ମାନେ ମଙ୍ଗଳ ଆତ୍ମାର ମାନେ ହାନି ଯାହା ହବ। ମଙ୍ଗଳ ମାନେ ଅମଙ୍ଗଳ ମାନେ ହାନି ତ, କିନ୍ତୁ ମଙ୍ଗଳ ଆଜ୍ଞା ମାନେ ଲାଭ। କାହାର ଲାଭ? ଆତ୍ମାର ଲାଭ। ଆତ୍ମାର ଆମର ମଙ୍ଗଳ। ଶରୀର ବି ହବ, ଆତ୍ମାର ହେଲେ ଶରୀର ହବ ମଙ୍ଗଳ। ବୁଝିଲ ନା? ତ ଏମିତି କିଛି ଆଚରଣ ଅଛି ଯାହାକୁ କରିବା ଦ୍ୱାରା ଆମର ଆତ୍ମାର ମଙ୍ଗଳ ହବ, କଲ୍ୟାଣ ହବ। ମଙ୍ଗଳ ମାନେ କଲ୍ୟାଣ, ଆମର କଲ୍ୟାଣ ହବ। ବୁଝିପାରିଲେ? ତା ନାଁ ହେଲା ଆଜ୍ଞା ପ୍ରଭୁ ଆପଣ ଦି ଦଣ୍ଡ ଜଣଙ୍କ ନାଁ ଲେଖିଥିବେ। ଆପଣଙ୍କ ନାଁ, ମାତାଙ୍କ ନାଁ। ମାତାଜୀ ନାଁ ଲେଖିଦେଇଛନ୍ତି, ଆପଣଙ୍କ ନାଁ ତ ନାହିଁ। ପ୍ରଭୁ ଦଣ୍ଡବତ ପ୍ରଣାମ। ଧନ୍ୟବାଦ। ଆଜ୍ଞା ପ୍ରଭୁ, ଇଏ ମଙ୍ଗଳାଚରଣ କେବଳ ସକାଳୁ ଦିଆଯିବ ନା ଦିନ ଜାଗାରେ ଆମେ? ଦିନ ଯାକରେ ଯେତେବେଳେ ପାଇବେ। ଆରେ ମଙ୍ଗଳମୟ ଆଚରଣ ଯେତେବେଳେ କରିବାକୁ ମିଳୁଛି, ଛାଡିଦବା କଣ ପାଇଁ? ଆମେ ଯୋଉ ହରିନାମ କରୁନେ କି, ଏ ହରିନାମଟା ଆଜ୍ଞା ବି ଗୋଟେ ମଙ୍ଗଳ ଆଚରଣ କି ନାହିଁ? ଆ ଦ୍ୱାରା ଆମେ ମଙ୍ଗଳ ହଉଛି ନା ହଉନି? ତେଣୁକରି ଆଜ୍ଞା ଯେତେବେଳେ ସମୟ ପାଇ ଆମ ମଠରେ ଆମେ ଦିନକୁ କମ ସେ କମ 10 ଥର ଖଣ୍ଡେ ଜୟଧ୍ୱନି ଦଉ। ସକାଳୁ ସକାଳୁ ଖାଲି 5 ଥର। ସକାଳୁ ଉଠିଲେ ଜୟଧ୍ୱନି, ଗୁରୁ ବନ୍ଦନା ଆରମ୍ଭ କରିବା ପୂର୍ବରୁ ଜୟଧ୍ୱନି, ସଇଲେ ଜୟଧ୍ୱନି, ମଝିରେ ଜୟଧ୍ୱନି, ପଛରେ ଜୟଧ୍ୱନି, ଆଗରେ ସବୁବେଳେ ପାଇଁ ଜୟଧ୍ୱନି ଦିଆହଉଛି। କାହିଁକି? ଖାଲି ବାରମ୍ବାର ଖାଲି ମନେ ପକାଉଛି। ତେଣୁ ଦିନେ ଯେତେ ସମୟ ମିଳେ ଦେବେ, କୌଣସି ଅସୁବିଧା। ସକାଳେ ଦେଲେ ହେଲା, ଗଲା। ତାପରେ ଦିପହରେ ଯଦି ଆରତି କରୁଛନ୍ତି, ଆରତି ପରେ ଦେବେ। ସନ୍ଧ୍ୟାରେ ଯଦି ଆରତି କରୁଛନ୍ତି, ଆରତି ପୂର୍ବରୁ ଦେବେ, ଆରତି ପରେ ଦେବେ। ପରିକ୍ରମା କରୁଛନ୍ତି, ପରିକ୍ରମା ପୂର୍ବରୁ ଦେବେ, ପରିକ୍ରମା ପରେ ଦେବେ। କିନ୍ତୁ ଦେଇପାରିବେ। ଯଦି ସମୟ ନାହିଁ ତାହେଲେ ଗୋଟେ ଥର ମଧ୍ୟ ଦେଲେ ଚଳିବ, କିଛି ଅସୁବିଧା ନାହିଁ। ତ ଅଧିକ ଯେତେ ବି କରିବେ କିଛି ଅସୁବିଧା, ଏଇସବୁ ଜିନିଷରେ ହାନି ନାହିଁ। ପରମାର୍ଥ ବସ୍ତୁରେ କୌଣସି ଜିନିଷରେ ହାନି ନାହିଁ, ଲାଭ ହିଁ ଲାଭ। ଆଚ୍ଛା, ଏଇ ସପ୍ତାହରେ ମାନେ ଆଜି କେତେ ତାରିଖ ହେଲା? ଆଜି ହେଲା 12 ତାରିଖ। ମାନେ 5 ତାରିଖରୁ 12 ତାରିଖ ଭିତରେ କୋଉ କୋଉ ଭକ୍ତ ଜଏନ କରିଛନ୍ତି? ଟିକେ ହ୍ୟାଣ୍ଡ ରେଜ କରନ୍ତୁ। ମାନେ ଏଇ ସପ୍ତାହରେ କୋଉ କୋଉ ଭକ୍ତ ନୂଆ ଭକ୍ତ ଜଏନ କରିଛନ୍ତି? ଯାହାରି 8-10 ଜଣ ଜଏନ କରିଛନ୍ତି। 5 ତାରିଖରୁ 12 ତାରିଖ ଭିତରେ କୋଉ କୋଉ ଭକ୍ତ ଜଏନ କରିଛନ୍ତି? ତାଙ୍କୁ ଏବେ ସ୍ୱାଗତ କରିବା। କାରଣ ଆମର ଏଇଟା ଗୋଟେ ଫ୍ୟାମିଲି, ପରମାର୍ଥ ସାଧକ ଫ୍ୟାମିଲି, ନାଇଁ? ଆମର ଫ୍ୟାମିଲି ମେମ୍ବର ଟିକେ 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 କରି ବଢୁଛନ୍ତି, ନାଇଁ? ପ୍ରତିଦିନ ଜଣେ 2 ଜଣ। କାରଣ ଆପଣ ମାନେ ହିଁ ସବୁ କଣ କରୁଛନ୍ତି? ଆପଣଙ୍କର ସାହି ପଡୋଶା ନିଜେ କାହିଁ ଲାଭଟା ଉଠେଇବା, ସମସ୍ତଙ୍କୁ ଦେଇକି ଲାଭ ଉଠେଇବା ପାଇଁ ଚେଷ୍ଟା କରୁଛନ୍ତି। ତେଣୁକରି ଆମର ଫ୍ୟାମିଲି ମେମ୍ବର ବଢୁଛନ୍ତି। ଯେତେବେଳେ ଫ୍ୟାମିଲି ଜଣେ ଯେତେବେଳେ ନୂଆ ନୂଆ କିଏ ଜଏନ କରୁଛନ୍ତି, କଣ କରିବା? ତାଙ୍କୁ ସ୍ୱାଗତ କରିବା, ନାଇଁ? କିଏ କରୁଛନ୍ତି? ଯୋଉମାନେ ଏଙ୍କର କୋଶ୍ଚିନ୍, ଗୀତାନନ୍ଦ ଗୁରୁ ପ୍ରଥମେ କୋଶ୍ଚିନ୍ ଟା ପଚାରି ଦିଅନ୍ତୁ, ତାପରେ ସ୍ୱାଗତ କର। ଗୀତାନନ୍ଦ ପ୍ରଭୁ, ପ୍ରଭୁଜୀ, ଟୁନି ଦେବରାଜ ପ୍ରଭୁଜୀ, ଆପଣ ଟୁନି ମାତାଜୀଙ୍କ ନାଁ, ଆପଣଙ୍କ ନାଁ, 2 ଜଣ ନାଁ ଲେଖିବେ ଏଠି, ବୁଝିଲେ? ଏ ଯୋଉ ଜୁମ୍ କ୍ଲାସରେ ଆପଣ ହ୍ୟାଣ୍ଡ ଟା ତଳକୁ କରିଦିଅନ୍ତୁ, ହାତଟା। ହେଲେ ଜଣା ପଡିବ ଯେ ଯୋଉମାନେ ନୂଆ ଜଏନ କରିଛନ୍ତି କେବଳ ସେମାନେ ହ୍ୟାଣ୍ଡ ରେଜ କରନ୍ତି। ସନ୍ତୋଷ ପଦ୍ଧତି, ଆପଣ ନୂଆ ଜଏନ କରିଛନ୍ତି? ଯୋଉମାନେ ନୂଆ ଜଏନ କରିନାହାନ୍ତି ସେମାନେ ହାତ ତଳକୁ କରିଦିଅନ୍ତୁ। ହଁ ପ୍ରଭୁଜୀ, ନୂଆ ଜଏନ କରିଛନ୍ତି। ଆପଣଙ୍କର ପରିଚୟ ଦିଅନ୍ତୁ। ସବୁ ଭକ୍ତମାନେ ଆପଣ ଜାଣନ୍ତୁ, ଆପଣଙ୍କ ପରିବାର, ଆମ ପରିବାର ଲୋକ ଆପଣ ସବୁ ଚିହ୍ନିବେ। ଟିକେ ରୁହନ୍ତୁ, ଗୀତାନନ୍ଦ ପ୍ରଭୁ ଟିକେ ରୁହନ୍ତୁ। ସନ୍ତୋଷ ମାଧବ ପ୍ରଭୁ, ଯଦି ସମ୍ଭବ ହବ ଆପଣ ଭିଡିଓ ଅନ୍ କରନ୍ତୁ, ଆପଣଙ୍କୁ ସବୁ ଭକ୍ତମାନେ ମଧ୍ୟ ଦେଖନ୍ତୁ। ମଧ୍ୟ ଆମର ପରମାର୍ଥ ସାଧକ ପରିବାରରେ ନୂଆ କରି ଜଏନ କରିଥିବା ଆମର ଭକ୍ତ। ହଁ, ଆରେ ଆପଣ ତ ଚିହ୍ନିଯିବୁ। ହଁ ପ୍ରଭୁଜୀ, ଦଣ୍ଡବତ ପ୍ରଣାମ। ପ୍ରଣାମ କରନ୍ତୁ। ଆପଣଙ୍କ ନାଁ କଣ, କୋଉଠୁ ଆସିଛନ୍ତି, କାହା ଦ୍ଵାରା ଯୋଡି ହେଇଛନ୍ତି, ସମସ୍ତଙ୍କୁ ଜଣାନ୍ତୁ ଭକ୍ତଙ୍କୁ। ପ୍ରଭୁଜୀ, ମୋ ନାଁ ସନ୍ତୋଷ ବାଡାତିଆ। ଆମର ଘର ଗଞ୍ଜାମ ଡିଷ୍ଟ୍ରିକ୍ଟ, କିନ୍ତୁ ମୁଁ ରହୁଛି ତାମିଲନାଡୁରେ, ତିରୁପୁରରେ। ମୁଁ ଅଚ୍ୟୁତ କୃଷ୍ଣ ଦାସ ପ୍ରଭୁଜୀଙ୍କର ତରଫରୁ ଜଏନ ହେଇଛି। ଭେରି ଗୁଡ, ବହୁତ ବଢିଆ। ଅଚ୍ୟୁତ କୃଷ୍ଣ ଦାସ ପ୍ରଭୁଙ୍କ ଥ୍ରୁରେ ଜଏନ କରିଛନ୍ତି। ଦେଖନ୍ତୁ ଆମ ଭକ୍ତମାନେ ନିଜେ ନିଜେ ହରିନାମ କରିବା ସହିତ ଅନ୍ୟ ଭକ୍ତଙ୍କୁ ମଧ୍ୟ ଯୋଡୁଛନ୍ତି। ଆପଣ ଆମିଷ, ପିଆଜ ରସୁଣ ଖାଉଛନ୍ତି ନା ଖାଉନାହାନ୍ତି? ନା ନା ଛାଡି ଦଉଛି। ହରିନାମ ଡେଲି କରୁଛନ୍ତି? ହୁଁ।
जो भक्त नुआ नुआ जॉइन कर समस्ते परमार्थ साधक ग्रुप रे ग्रुप रो जॉइनिंग जो ग्रुप रा ऊपर लिखा है लिखि दउछि आपण तो करूछि ऑलरेडी तथापि आ टिके देखो परमार्थ साधक ग्रुप जो नुआ नुआ जॉइन कर समस्ते परमार्थ साधक ग्रुप को जिबे ए ऊपर जो ग्रुप लिखा है एटा क्लिक करियो क्लिक कले ग्रुप इन्फो रे आसीबो हरे कृष्ण आ कोन लिखा है डेली साधना रिपोर्ट फॉर्म डेली डेली साधना रिपोर्ट आपण समस्ते भरिबे जो मानस नुआ भक्त ठीक है आउ आपण साधना रिपोर्ट भर सब तो बड़ी वेरी गुड बहुत बढ़िया। धन्यवाद मनेन्द्र कुमार पटेल महेंद्र कुमार पटेल आपण टी वीडियो ऑन कर दियंतु आपण के इंट्रोडक्शन दे दियंतु कि जानो हरे कृष्ण प्रणाम गुरुजी मु होची आपण एई महेंद्र सप्ताह जॉइन कुमार करछंती 5 तारिख दिन जॉइन करली हां बढ़िया तापरे तो ना तापरे कोन आपनकर महेंद्र कुमार पटेल घर होची सुंदरगढ़ प्र पाखरे अछि बालीजोरी आउ महाराज जी आम घर को 2-3 थर आछंती आउ मु भी आपण ए जाइଥିଲି परमार्थ साधक ग्रुप रे केमति जॉइन करली कविता माता जी को पाखरो लिंक पाइले कविता पूरी माता कविता माता जी मनमत हां दास मोर तंकर अच्छा बढ़िया कहिथिले बहुत आपन बढ़िया को बोला आपन हां हरे कृष्ण हां हरे ठीक धन्यवाद हरे ठीक एबन भक्तमाने को जागर केमति जॉइन करछंती को भक्तमाने जोड़छंती बुझे परिवार हमर बढ़िला तापरे आगे रहले जगन्नाथ डोरा दास हरे हरे कृष्ण कृष्ण प्रभु जी दंडवत प्रणाम। वीडियो टी ऑन कर दे ना प्रथम अनम्यूट करंतु वीडियो टे मध्ये ऑन करियो हां अनम्यूट करंतु हरे कृष्ण प्रभु जी दंडवत प्रणाम। हरे कृष्ण हां धन्यवाद चिन्ह लोक हमारे सोते हां आपण नाटा को समस्त भक्तवान को प्रभु जी मो ना जगन्नाथ दरा मु गंजाम रो आपण प्रभु घर जी कोठी गंजाम केमति प्रभु जॉइन जी कले मते प्रमोद कृष्ण प्रभु जी आ विनोदिनी माता जी मते आज फोन करथिले प्रभु जी आ जॉइन हवा कहले अरे वाह तो मु बहुत बढ़िया मत कृष्ण बहुत हां विनोदी बात हां बहुत सुंदर आगे आपण आमिष पेज सुनो छाडी छथि खाउछथि ना खाउना प्रभु जी आमिष तो मु छाड़ देछि किंतु प्याज रसुन आ घरे तो जॉइंट फैमिली को सब ये करचंदी मु आ एका तो हो तेनु किते हरि नाम करूछथि आपण आज्ञा प्रभु जी मु हरि नाम करछि प्रभु जी बहुत बढ़िया साधना डेली साधना रिपोर्ट भरिबे हां जो साधना रिपोर्ट फॉर्म दिया छि आज्ञा परे प्रभु आ धीरे धीरे चेष्टा करिवे गोटे दिन नहीं पियाज रसुन मध्ये घर लोक मान बुझे कि घर लोक मान को कन्विंस करबी धीरे धीरे पियाज रसुन छाड़े को चेष्टा करिवे एबे बुझले पूरा परिवार वृंदावन आस्तिले प्रभु जी आम परिक्रमा रे हेले मु समस्त कहली आम कथा हमरे संग कथा नहीं देखंतु एबे ठेला हाँ पेला किछ करियन आपण धीरे धीरे एबे हरि नाम करिया आरंभ मेडिसिन खांतु मेडिसिन खाले रोग तार छड़ी पड़ी मेडिसिन वाला हरि नाम आज्ञा बुझले मेडिसिन खाए स्टार्ट आज्ञा आज्ञा पूरा जमुना दासी अरे इतने उत्तर जॉइन करछन जमुना दासी जमुना माता जी Vivo Y400 5G Vivo हाँ जमुना माता जी अमृत जो माने नुआ जॉइन करछन आज समस्त निज वीडियो टी ऑन कर दियौ माता जमुना माता जी आपण अनम्यूट करंतु ना होनी कि होनी हो भैया आपण पाखरे की अछंती पिला माने आपणकर मोटे कहले अनम्यूट करिए करि पर तो ऑडियो ऊपर जाई देखो अनम्यूट वाला ऑप्शन आस्थिबे नले आउथर काटी आउथर जॉइन कर Vivo 400 5G अनम्यूट करा प्रणाम गुरुजी।
ମୋବାଇଲ ଟା ଗୋଟେ ଜାଗାରେ ଥୋଇ ଦିଅ ପ୍ରଥମେ। ହଁ, ତମ ନାଁ କଣ? अर्चिता मल्लिक घर भद्रक डिस्ट्रिक्ट रे अछि रश्मि दास को थ्रो रे जोग देइछि ରଶ୍ମି ଦାସ, କଟକର ତପସ୍ୱୀ ମାତାଙ୍କ आज्ञा ପାଖରେ ଯିଏ ରହୁଛନ୍ତି। आज्ञा आज्ञा ତମେ आज्ञा ତାଙ୍କ ଝିଅ କି? तांको भौणी ଆଉ ନାଁଟା ଏଠି ରିନେମ୍ କରିଦବ ହେଲା। ଏଇ ଯୋଉ आज्ञा ୟୁଟ୍ୟୁବ ଭିଡିଓରେ ରିନେମ୍ ଆସିବ, ଅପସନକୁ ଯାଇକି ନାଁଟା ରିନେମ୍ କରିଦବ। ତମ ନିଜ ନାଁଟା ଏଠି ଲେଖିଦବ। ଆଉ ସବୁଦିନ ठीक ଯୋଉଦିନ ଠାରୁ ସବୁଦିନ ସାଧାରଣ ରିପୋର୍ଟ ଭରୁଛ, आज्ञा ଯୋଉ ଉପରେ ଯାଇକି ଫର୍ମ ଟା କ୍ଲିକ୍ କରିକି। आज्ञा आज्ञा करूछि सब दिन ବଢିଆ, ବହୁତ ବଢିଆ। କୋଉ କ୍ଲାସ ରେ ପଢୁଛ ଝିଅ? एबे पढुनी କୋଉ ଯାଏଁ ପଢିଲ? +2 ହଁ, ବଢିଆ, ବଢିଆ। ଠିକ ଅଛି, ଭୋଜନ କର। ସେ ଘରେ ଯା କାମ। ଶ୍ଵେତା ନାୟକ, श्वेता नायक, हरे कृष्ण प्रभु जी। वीडियो ऑन कले किए कहूँ? हरे कृष्ण प्रभु जी। हरे कृष्ण माता जी शुणा आप वीडियो ऑन कर ऑन अच्छी। आज्ञा हाउ ठीक है, आप आमको तो देखा जाऊनी। आप कहतु आप ना कौन, घर कोठा, केमती जॉइन कले? प्रभु जी, मो ना हूँ श्वेता नायक। मु तो मठ को जाऊँगी, काली भी जाइली, आपन से देखा हिला, मते माताजी देथिले ऐड करी ग्रुप रे, जो बंदिता माताजी। भुवनेश्वर आप घर कि? अच्छा अच्छा अच्छा, आमर जो आज्ञा रसुलगढ़ रु। हाँ हाँ, ठीक ठीक। आज्ञा आप सबुदिन साधना रिपोर्ट भरुछन माता जी? मु तो काली तो ऐड हेली, तो काली ठू करिवि आ। हाँ, भर दियंतु। आउ बाकी जति पाउछन्ती हरिनाम करंतु। फैमिली पिला तो आपन हेलो आज्ञा हरिनाम। ठीक अछि। आ क्लास करता प्रत्येक रविवार। आज्ञा। अर्चना मल्लिक, अर्चना मल्लिक, दंडवत प्रणाम गुरुजी। दंड अर्पण। मु अर्चना हरे मल्लिक कृष्ण। कहूँ, भद्रक हाँ कहूँ। हरे कृष्ण। हाँ, सुनाला को। मु रश्मि दास को थ्रो रे ऐड हेछि। अच्छा, बहुत बढ़िया। सबुदिन एबे साधना रिपोर्ट भरियो। ठीक अछि। जो आज्ञा हमर मु तो व्हाट्सएप ग्रुप रे भरुछि। जो माता जी जोड़ी छथि तां कहि देबो। करजो। अरे बहुत बढ़िया रहले। आज्ञा सब दिन ठीक करूछि। अछि, बहुत बढ़िया, धन्यवाद। धन्यवाद। प्रभु जी आप कौन हला? कौन आउ प्रभु जी सेंटेंस सुना हला? आउ थोड़ा अनम्यूट करे मु बुझि पारिनी। हां कौन? कहली प्रभु जी आमे आइंस और पियाज रसुण तो केबेटू छाड़ी साइलुणु, एबे तुलसी धारण करि परिबु कंठी? हम्म हम्म से पेश माने न खाऊ ताले तुलसी धारण कर परबो। जे किछ असुविधा पर्यंत दीक्षा न नै जो धारण करि परिबु? ना। हाँ, कंठी माला जो माने आमिष पियाज रसुण खाऊ नांती से माने गळारे कंठी माला पिन किछ असुविधा। ठीक अछि। सेटा काहे होउनी त हम गोटे सेटा भलो सुनिया हैला। गळारे कंठी माला धारण कोन आवश्यक, ताद्वारा कोन लाभ हुए, बुझिले? तेणु जो भक्त माने सप्ताह नुआ नुआ जोड़ी होइछन्ती सब भक्त मानक आपण समस्ते आनंद लागुला नहीं हम परिवार लोक पढ़िले। आम कौन स्वागत करिया, केम स्वागत करिया? हरे कृष्ण जप कर। हरे कृष्ण 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 हरे हरे, हरे राम 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 हरे। ए सप्ताह रे जोड़ी होइतबे हम नुआ भक्त मानक आपनकर परमार्थ साधक परिवार रे स्वागत। ठीक अछि। सब रविवार को रविवार एमती 8 ରୁ 9ଟା
आराम रे काम दाम घर सारिकी शांति श्रृंखला बसिए शांति रे कथा को हम श्रवण करिया आउ जहाँ जहाँ मन सब डाउट अच्छे क्लियर करिया जीवन रे ठीक अच्छे दीपा स्वयं दीपिका स्वयं हरे कृष्ण दंडवत प्रणाम महाराज। आपण टे वीडियो ऑन करले माताजी के कहउछन्ती हाँ हरे कृष्ण ମୁଁ ଗଞ୍ଜାମ इंट्रोडक्शन दिए तो ହଁ। ହରେ କୃଷ୍ଣ ମହାରାଜ। हाँ गंजाम जिल्ला रू कहउछन्ती ताबरे कहा थ्रू रे जॉइन कलो ପ୍ରିୟଙ୍କା ନାୟକ। प्रियंका नायक घर कोठा ଗଞ୍ଜାମ ଡିଷ୍ଟ୍ରିକ୍ଟ ସୁଣ୍ଡିପଲ୍ଲୀ। से भी अछंती कि पूर्वरु ए जो साधु ग्रुप रे ହଁ। अच्छा बढ़िया सबुदिन साधना रिपोर्ट भरिबो ठीक अछि हाँ आमिष पेय छाड़लनि ना नहीं ଆମେ ତ ଛାଡିକି ହରିନାମ କରିଛେ ଆଉ ପରିବାର ଭିତରେ अरे ଅଛି ତ बढ़िया ପିଆଜ ଖାଉଛୁ। हाँ दाओ पेय छाड़ दिबो पिछा हरि नाम कर चल ठीक अछि ହରିନାମ हरे कृष्ण କରିଛୁ। बढ़िया ହରେ କୃଷ୍ଣ। ठीक अछि समस्त भक्तों दंडवत प्रणाम वांछा कल्पतरुभ्यश्च कृपा सिंधु भैरवच पतितानां पावनेभ्यो वैष्णवेभ्यो